परमात्मने नमः। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवम्। श्रीमद्भगवद्गीता अथ प्रथम अध्याय अर्जुन विषाद योग। धृतराष्ट्र उवाच धर्मक्षेत्रे कुरुक्षेत्रे समवेतायुजुत्सवः मामकः पाण्डवाश्चैव किमकुर्वत संजय। धृतराष्ट्र पचारिले, हे संजय, धर्मभूमि कुरुक्षेत्र रे युद्ध करिबा इच्छा रे एकत्रित होइथिबा मोर ओ पांडुंकर पुत्र माने कौन कले? संजय उवाच दृष्ट्वा तो पाण्डवानेकं व्यूढं दुर्योधनस्तदा आचार्यमुपसंगम्य राजा वचनमब्रवीत्। संजय कहिले, युद्धारंभ समय रे राजा दुर्योधन व्यूह रचना युक्त पांडव सेना को देखि द्रोणाचार्यଙ୍କ पाखକୁ ଯାଇ କହିଲେ, पशौतां पाण्डुपुत्राणाम् आचार्य महतीं च मम व्यूढां द्रुपदपुत्रेण तव शिष्येण धीमता। हे आचार्य, आपणଙ୍କ बुद्धिमान शिष्य द्रुपद पुत्र धृष्टद्युम्न द्वारा व्यूहाकाରରେ सज्जित पांडुपुत्र मानଙ୍କର ଏହି ବିରାଟ ସେନାକୁ ଦେଖନ୍ତୁ। अत्र शूरा महेश्वासा भीमार्जुन समायुधि जुजुधान विराटश्च द्रुपदश्च महारथः धृष्टकेतुश्च कीतानः काशीराजश्च वीर्यवान् पुरुजित् कुन्तिभोजश्च शैवश्च नरपुङ्गवः युद्धामन्युश्च विक्रान्त उत्तमौजाश्च वीर्यवान् सौभद्रो द्रौपदेयाश्च सर्व एव महारथः। एही सेनारे महा धनुर्धरी तथा युद्धरे भीम ओ अर्जुनଙ୍କ समान सुरवीर सात्यकी विराट तथा महारथी राजा द्रुपद धृष्टकेतु ओ चेकितान तथा बलवान काशीराज पुरुजित कुंतीभोज ओ मनुष्य मानक मध्यरे श्रेष्ठ शैव्य पराक्रमी युद्धामन्यु तथा बलवान उत्तमौजा सुभद्रा पुत्र अभिमन्यु एवं द्रौपदी 5 पुत्र अछंती। एमाने समस्ते महारथी। अस्माकं तु विशिष्टा जे तान्निबोध द्विजोत्तम नायका मम सैन्यस्य संज्ञार्थं तान् ब्रवीमिते। हे ब्राह्मण श्रेष्ठ, आम पक्षरे भी जो प्रधान योद्धा माने अछंती सेमानंको आपण जानि नियंतो। आपणଙ୍କ जानिबा निमंते मो सेनार जो सेनापति माने अछंती सेमानंक नाम कहूछि। भवान् भीष्मश्च कर्णश्च कृपश्च समितिञ्जयः अश्वत्थामा विकर्णश्च सौमदत्तिस्तथैव च। आपण पितामह भीष्म कर्ण एवं संग्राम विजयी कृपाचार्य तथा सेहीपरि अश्वत्थामा विकर्ण और सोमदत्तଙ୍କ पुत्र भूरिश्रवा एवं अन्ये च बहवः शूरा मदर्थे त्यक्त जीविताः नाना शस्त्र प्रहरणः सर्वे युद्ध विशारदाः। एमानଙ୍କ छड़ा मो पाई जीवनर आशा त्याग करि देइथिबा आहुरी बहु सुरवीर मध्य नाना प्रकार अस्त्र शस्त्र रे सज्जित होई उपस्थित अछंती। से समस्ते
ଯୁଦ୍ଧରେ ନିପୁଣ। ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତଂ ପର୍ଯ୍ୟାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତଂ। ଭୀଷ୍ମଙ୍କ ଦ୍ୱାରା ରକ୍ଷିତ ଆମ୍ଭମାନଙ୍କର ସେନା ଅପରିମିତ ଅର୍ଥାତ୍ ସବୁ ଦୃଷ୍ଟିରୁ ଅଜେୟ ଏବଂ ଭୀମଙ୍କ ଦ୍ୱାରା ରକ୍ଷିତ ଏମାନଙ୍କର ଏହି ସେନା ପରିମିତ। ଏହାକୁ ଜୟ କରିବା ଅତି ସହଜ। ଅୟନେଷୁ ଚ ସର୍ବେଷୁ ଯଥା ଭାଗମବସ୍ଥିତା ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବଏବ ହି। ତେଣୁ ସକଳ ବ୍ୟୁହ ଦ୍ୱାରରେ ନିଜ ନିଜ ସ୍ଥାନରେ ରହି ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଭୀଷ୍ମ ପିତାମହଙ୍କୁ ହିଁ ସକଳ ଦିଗରୁ ରକ୍ଷା କରନ୍ତୁ। ତସ୍ୟ ସଞ୍ଜନୟନ୍ ହର୍ଷଂ କୁରୁ ବୃଦ୍ଧଃ ପିତାମହ ସିଂହନାଦଂ ବିନାଦ୍ୟୋଚ୍ଚୈ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍। କୁରୁବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷ ଉତ୍ପନ୍ନ କରାଇ ଉଚ୍ଚ ସ୍ୱରରେ ସିଂହନାଦ ପରି ଗର୍ଜନ କରି ଶଙ୍ଖ ବଜାଇଲେ। ତତଃ ଶଙ୍ଖାଶ୍ଚ ଭୈର୍ଯ୍ୟଶ୍ଚ ପଣବାନକଗୋମୁଖାଃ ସହସୈବାଭ୍ୟହନ୍ୟନ୍ତ ସଶବ୍ଦସ୍ତୁ ମୂଳୋऽଭବତ୍। ତାପରେ ପରେ ବହୁ ଶଙ୍ଖ, ଭେରୀ, ନାଗରା, ମର୍ଦ୍ଦଳ ଓ ରଣଶିଙ୍ଗା ଆଦି ବାଦ୍ୟ ଏକସଙ୍ଗେ ବାଜି ଉଠିଲା। ସେସବୁର ଶବ୍ଦ ଅତି ଭୟଙ୍କର ହେଲା। ତତଃ ଶ୍ଵେତୈର୍ହର୍ଷୈର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତౌ ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଧ୍ମତୁଃ। ତାପରେ ଧଳା ଘୋଡ଼ା ଯୋଚା ଯାଇଥିବା ଉତ୍ତମ ରଥରେ ବସି ଶ୍ରୀକୃଷ୍ଣ ପରମାତ୍ମା ଓ ଅର୍ଜୁନ ମଧ୍ୟ ନିଜ ନିଜର ଦିବ୍ୟ ଶଙ୍ଖ ବଜାଇଲେ। ପାଞ୍ଚଜନ୍ୟଂ ହୃଷିକେଶ ଦେବଦତ୍ତଂ ଧନଞ୍ଜୟ ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ। ଶ୍ରୀକୃଷ୍ଣ ପରମାତ୍ମା ପାଞ୍ଚଜନ୍ୟ ନାମକ, ଅର୍ଜୁନ ଦେବଦତ୍ତ ନାମକ ଏବଂ ଭୟାନକ କର୍ମ ସାଧନକାରୀ ଭୀମସେନ ପୌଣ୍ଡ୍ର ନାମକ ମହାଶଙ୍ଖ ବଜାଇଲେ। ଅନନ୍ତ ବିଜୟମ୍ ରାଜା କୁନ୍ତୀପୁତ୍ର ଯୁଧିଷ୍ଠିରଃ ନକୁଳଃ ସହଦେବଶ୍ଚ ସୁଘୋଷମଣି ପୁଷ୍ପକୌ। କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ନାମକ ଏବଂ ନକୁଳ ଓ ସହଦେବ ଯଥାକ୍ରମେ ସୁଘୋଷ ଓ ମଣିପୁଷ୍ପକ ନାମକ ଶଙ୍ଖ ବଜାଇଲେ। କାଶ୍ୟଶ୍ଚ ପରମେଶ୍ୱାସଃ ଶିଖଣ୍ଡୀ ଚ ମହାରଥଃ ଧୃତଦ୍ୟୁମ୍ନ ବିରାଟଶ୍ଚ ସାତ୍ୟକୀଶ୍ଚ ପରାଜିତଃ ଦ୍ରୁପଦ ଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀପତେ ସୌଭଦ୍ରଶ୍ଚ ମହାବାହୁ ଶଙ୍ଖାନ୍ ଦଧ୍ମୁଃ ପୃଥକ୍ ପୃଥକ୍। ଶ୍ରେଷ୍ଠ ଧନୁର୍ଧାରୀ କାଶୀରାଜ, ମହାରଥୀ ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ ରାଜା, ଅଜେୟ ସାତ୍ୟକୀ, ରାଜା ଦ୍ରୁପଦ, ଦ୍ରୌପଦୀଙ୍କ ପାଞ୍ଚ ପୁତ୍ର, ସୁଭଦ୍ରା ପୁତ୍ର ମହାବାହୁ ଅଭିମନ୍ୟୁ। ହେ ରାଜନ୍, ଏ ସମସ୍ତେ ସକଳ ଦିଗରୁ ପୃଥକ୍ ପୃଥକ୍ ଶଙ୍ଖ ବଜାଇଲେ। ସଘୋଷ ଧାର୍ତ୍ତରାଷ୍ଟ୍ରାଣାଂ ହୃଦୟାନି ବ୍ୟଦାରୟତ୍ ନଭଶ୍ଚ ପୃଥିବୀଂ ଚୈବ ତୁମୁଳ ବ୍ୟନୁନାଦୟନ୍। ଏବଂ ସେହି ଭୟଙ୍କର ଶବ୍ଦ ଆକାଶ ଓ ପୃଥିବୀକୁ ପ୍ରତିଧ୍ୱନିତ କରି ଦୁର୍ଯ୍ୟୋଧନାଦି କୌରବମାନଙ୍କର ହୃଦୟ ବିଦୀର୍ଣ୍ଣ କରିଦେଲା। ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା ଧାର୍ତ୍ତରାଷ୍ଟ୍ରାନ୍ କପିଧ୍ୱଜଃ ପ୍ରବୃତେ ଶସ୍ତ୍ର ସମ୍ପାତେ ଧନୁରୁଦ୍ୟମ୍ୟ ପାଣ୍ଡବଃ
ऋषिकेशं तदा वाक्यमिदमाह महीपते। अर्जुन उवाच सेनयोरुभयोर्मध्ये रथं स्थापयाम्यच्युत। हे राजन, एहापरे व्यूह रचना पूर्वक युद्ध करने प्रस्तुत हो रहिथिबा धृतराष्ट्रଙ୍କ संबंधीयमानଙ୍କୁ देखि शस्त्र प्रयोग करने जाउथिबा समयरे कपिध्वज अर्जुन निज धनु उठाई ऋषिकेश श्रीकृष्ण महाराजଙ୍କୁ कहिले, हे अच्युत, मो रथ को नहीं दुई सेनांक मध्यरे ठिया करांतो। जावदेता निरीक्षेऽहं योद्धुकामान् अवस्थितान् कर्मया सह योद्धव्यम् अस्मिन् रणसमुद्यमे। एही युद्ध रूपक व्यापार रे मते कहा कहा सहित युद्ध करबाकू हेब। युद्ध क्षेत्र रे ठिया होइथिबा सेही युद्धाभिलाषी विपक्षी योद्धा मानंको मु देखे, से पर्यंत रथ ठिया करांतु। ज्योत्स्यमानान् वेक्ष्येऽहं जयतेऽत्र समागतः धार्तराष्ट्रस्य दुर्बुद्धेर्युद्धे प्रिय विकीर्षवः। दुर्बुद्धि दुर्योधनर युद्धरे हिताकांक्षी होई जेउ राजा माने एही सेनारे आसिछंती सेही योद्धा मानंको मु टिकिए भल भाबरे देखिबी। संजय उवाच एवं मुक्तो हृषिकेश गुडाकेशेन भारत सेनयोरुभयोर्मध्ये स्थापयित्वा रथोत्तमम् भीष्मद्रोण प्रमुखतः सर्वेषां च महीक्षितम् उवाच पार्थ पैसौतान् समवेतान् कुरुनिति। संजय कहिले, हे धृतराष्ट्र, अर्जुन रथटी नहीं दुई सेनांक मध्यरे एवं भीष्म और द्रोणाचार्यों सम्मुखरे तथा समस्त राजांक सम्मुखरे ठिया कराई देले और कहिले, हे पार्थ, युद्ध पाई एकत्रित होइथिबा एही कौरव मानंकु देख। तत्र पश्यत् स्थितान् पार्थः पितृनाथ पितामहान् आचार्यान् मातुलान् भ्रातॄन् पुत्रान् पौत्रान् सङ्ख्येस्तथा ससुरान् सुहृदश्चैव सेनयोरुभयोरपि। तापरे प्रथापुत्र अर्जुन सेही उभय सेना मध्यरे विद्यमान पितृ पितामह आचार्य मामू भाई पुओ नाती मित्र ससुर और सुहृद मानंको ही देखिबाकू पाइले। श्लोकर पूर्वार्ध। तान् समीक्ष्य स कौन्तेयः सर्वान् बन्धून् अवस्थितान् कृपया परयाविष्टो विषीदन्निदमब्रवीत्। सेही उपस्थित समस्त बंधुओं को देखी कुंती पुत्र अर्जुन अत्यंत करुणा परवश होई गले एवं विषादग्रस्त होई कहिले, अर्जुन उवाच दृष्ट्वेमं स्वजनं कृष्ण जुजुत्सुं समुपस्थितं सीदन्ति मम गात्राणि मुखं च परिशुष्यति बेपथुश्च शरीरे मे रोमहर्षश्च जायते। अर्जुन कहिले, हे कृष्ण, युद्ध क्षेत्र रे दृढ़ भावरे दंडायमान होइथिबा एही युद्धाभिलाषी स्वजन समुदाय को देखि मोर अंग शिथिल हो जाउछि, मुख सुखी जाउछि ओ देहरे कंप तथा रोमांच जात हेउछि। श्लोकर उत्तरार्ध। गांडीवं संस्रते हस्तात् त्वक्चैव परिदह्यते न च शक्नोम्यवस्थातुं भ्रमतीव च मे मनः। हाथरू गांडीव धनु खसी पड़ुछि, चर्म भी भीषण ज्वाला करुछि तथा मोर मन भ्रमित हेला परि लागुछि। तेणु मु ठिया होई रहिबाको भी समर्थ होई पारु नाही।
निमित्तानि च पश्यामि विपरीतानि केशव न च श्रेयो न पश्यामि हत्वा स्वजनमाहवे। हे केशव मु लक्षण सबु विपरीत ही देखुछि। युद्धरे स्वजन समुदाय को मारिबारे कौनसी कल्याण भी देखि पारु नाही। न कांक्षे विजयं कृष्ण न च राज्यं सुखानेन किं न राज्येन गोविंद किं भोगैर्जीवितेन वा। हे कृष्ण मु तो विजय चाहू नहीं कि राज्य तथा सुख मध्य चाहू नहीं। हे गोविंद आमर एपरी राज्य रे की प्रयोजन अथवा एपरी भोगरे ओ जीवन रे की लाभ अछि। जे सामर्थ्य कांक्षितं न राज्यं भोगः सुखानि च तोयि मे वस्थिता युद्धे प्राणं त्यक्त्वा धनानि च। आमे जेउ मानंक पई राज्य भोग और सुखादि अभिलाष करिछु सेमाने ही एही सबु धन और जीवनर आशा परित्याग करी युद्ध करने को ठिया होइछन्ति। आचार्यः पितरः पुत्रास्तथैव च पितामह मातुलः ससुराः पुत्राः श्यालाः सम्बन्धिनस्तथा। गुरु माने पितृस्थानीय माने पुत्रस्थानीय माने एवं सही परी पितामह माने मामू माने ससुर माने नाती माने शालक माने तथा अन्य संबंधी माने भी अछन्ति। एतान्न हन्तुमिच्छामि स्नतोऽपि मधुसूदन अपि त्रैलोक्य राज्यस्य हेतुः किं नु महाकृते। हे मधुसूदन एमाने मते मारिदेले भी मु एमानंकु मारिबाकु चाहे नहीं। पृथ्वी लाभ करिबा कथा किए पचारे। तीन लोकर राज्याधिकार मिलिबार थिले मध्य मु एमानंकु मारिबाकु चाहे नहीं। निहत्य धात्र राष्ट्रान्नः का प्रीतिः स्या जनार्दन पापमेवाश्रयेदस्मान् हतैतानाततायिनः। हे जनार्दन धृत राष्ट्रंक पुत्र मानंकु मारिदेले आमको की सुख मिलिब। एही आततायी मानंकु मारिले तो आमको पाप ही लागिब। तस्मानार्हा वयं हन्तुं धार्तराष्ट्रान् स्वबान्धवान् स्वजनं हि कथं हत्वा सुखिनः स्याम माधव। तेणु हे माधव निजर बांधव दुर्योधनादि को मारिबा आम पक्षरे उचित हेब नहीं। कारण निज कुटुंब लोकं को मारी आमे किपरि सुखी होई परिबु। यद्यप्यते न पश्यन्ति लोभोपहत चेतसः कुलक्षय कृतं दोषं मित्रद्रोहे च पातकम् कथं न ज्ञेयमस्माभिः पापादस्मान् निवर्तितुम् कुलक्षय कृतं दोषं प्रपश्यभिर्जनार्दन। यद्यपि लोभवशत भ्रष्ट चित्त होइथिबा एही लोके कुलक्षय जनित दोष और मित्र द्रोहर पाप जानी पारु नाहंती। तथापि हे जनार्दन कुल नाश हेतु उत्पन्न दोष को जानी पारुथिबा आम्भे माने एपरि पापरु दूरे जीवाकू विचार न करिबो काहेकि। कुलक्षये प्रणश्यन्ति कुलधर्मः सनातनः धर्मे नष्टे कुलं कृष्ण मधर्मोऽभिभवत्युत। कुलनाश हेले सनातन कुलधर्म नष्ट हो जाए। धर्म नाश हो गले समुदाय कूल रे पाप मध्य विशेष भाव में व्यापी जाए। अधर्माभिभवात् कृष्ण प्रदुष्यन्ति कुलस्त्रियः स्त्रीषु दुष्टासु वार्ष्णेय जायते वर्णशंकरः। हे कृष्ण पाप अधिक बढ़ी गले कुल स्त्री माने
ଅତ୍ୟନ୍ତ ଦୂଷିତ ହୋଇଯାଆନ୍ତି। କେବଳ ସେତିକି ନୁହେଁ, ହେ ବାର୍ଷ୍ଣେୟ, ସ୍ତ୍ରୀମାନେ ଦୂଷିତ ହୋଇଗଲେ ବର୍ଣ୍ଣ ଶଙ୍କର ଉତ୍ପନ୍ନ ହୁଅନ୍ତି। ଶଙ୍କର ନରକାୟୈବ କୁଳଘ୍ନାନାଂ କୁଳସ୍ୟ ଚ ପତନ୍ତି ପିତର ହ୍ୟସଂ ଲୁପ୍ତପିଣ୍ଡୋଦକ କ୍ରିୟାଃ। ବର୍ଣ୍ଣ ଶଙ୍କର କୁଳନାଶକାରୀମାନଙ୍କୁ ତଥା କୁଳକୁ ନରକକୁ ନେଇଯିବା ଲାଗି ହିଁ ଜନ୍ମ ହୋଇଥାଏ। ପିଣ୍ଡ କ୍ରିୟା ଓ ଜଳଦାନ କ୍ରିୟା ଲୁପ୍ତ ହେବାରୁ ପିତୃଲୋକମାନେ ଶ୍ରାଦ୍ଧ ଓ ତର୍ପଣରୁ ବଞ୍ଚିତ ହୋଇ ଅଧୋଗତି ପ୍ରାପ୍ତ ହୁଅନ୍ତି। ଦୋଷୈରତେ କୁଳଘ୍ନାନାଂ ବର୍ଣ୍ଣଶଙ୍କର କାରକୈଃ ଉତ୍ସାଦ୍ୟନ୍ତେ ଜାତି ଧର୍ମଃ କୁଳଧର୍ମାଶ୍ଚ ଶାଶ୍ୱତଃ। ଏହି ବର୍ଣ୍ଣ ଶଙ୍କର କାରକ ଦୋଷରୁ କୁଳଘାତକମାନଙ୍କର ସନାତନ କୁଳଧର୍ମ ଓ ଜାତି ଧର୍ମ ନଷ୍ଟ ହୋଇଯାଏ। ଉତ୍ସନ୍ନ କୁଳଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦ୍ଦନ ନରକେ ନିୟତଂ ବାସ ଭବତୀତ୍ୟନୁଶୋଶ୍ରମ। ହେ ଜନାର୍ଦ୍ଦନ, ଯେଉଁମାନଙ୍କର କୁଳଧର୍ମ ନଷ୍ଟ ହୋଇଯାଏ ସେମାନଙ୍କର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନରକବାସ ହୁଏ ବୋଲି ଆମେ ଶୁଣି ଆସିଛୁ। ଅହୋବତ ମହତ୍ ପାପଂ କର୍ତ୍ତୁଂ ବ୍ୟବସିତା ବୟଂ ଯଦ୍ରାଜ୍ୟ ସୁଖ ଲୋଭେନ ହନ୍ତୁଂ ସ୍ୱଜନମୁଦ୍ୟତଃ। ହାୟ, କି ଦୁଃଖର କଥା! ଆମ୍ଭେମାନେ ବୁଦ୍ଧିମାନ ହୋଇ ମଧ୍ୟ ମହାପାପ କରିବାକୁ ପ୍ରସ୍ତୁତ ହୋଇଯାଇଛୁ। ରାଜ୍ୟ ଓ ସୁଖ ପ୍ରାପ୍ତି ଲୋଭରେ ଆମେ ନିଜର ଆତ୍ମୀୟ ସ୍ୱଜନମାନଙ୍କୁ ମାରିଦେବା ପାଇଁ ଉଦ୍ୟତ ହୋଇଯାଇଛୁ। ଯଦି ମାମ ପ୍ରତିକାର ମଶସ୍ତ୍ରଂ ଶସ୍ତ୍ରପାଣୟଃ ଧାର୍ତ୍ତରାଷ୍ଟ୍ରାରଣେ ହନ୍ୟୁସ୍ତନ୍ମେ କ୍ଷେମ ତରଂ ଭବେତ୍। ଯଦି ମୋ ପରି ନିଶସ୍ତ୍ର ଓ ପ୍ରତିକାର ସହିତ ଲୋକଙ୍କୁ ଧୃତ ରାଷ୍ଟ୍ରଙ୍କ ଶସ୍ତ୍ରଧାରୀ ପୁତ୍ରମାନେ ଯୁଦ୍ଧରେ ମାରିଦିଅନ୍ତି, ତେବେ ବି ତାହା ମୋ ପକ୍ଷରେ ଅଧିକ ମଙ୍ଗଳକର ହେବ। ସଞ୍ଜୟ ଉବାଚ ଏବଂ ଉକ୍ତ ଅର୍ଜୁନଃ ସାଂଖ୍ୟ ରଥୋପସ୍ଥ ଉପାବିଶତ୍ ବିସୃଜ୍ୟ ସଶରଂ ଚାପଂ ଶୋକ ସଂବିଘ୍ନ ମାନସଃ। ସଞ୍ଜୟ କହିଲେ, ରଣଭୂମିରେ ଶୋକରେ ଉଦ୍ବିଗ୍ନ ମନା ଅର୍ଜୁନ ଏପରି କହି ବାଣ ସହିତ ଧନୁତ୍ୟାଗ କରିଦେଇ ରଥର ପଛପଟେ ବସି ପଡ଼ିଲେ। ଓମ୍ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଅର୍ଜୁନ ବିଷାଦ ଯୋଗ ନାମ ପ୍ରଥମୋଧ୍ୟାୟ। ଅଥ ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ। ସଞ୍ଜୟ ଉବାଚ ତଂ ତଥା କୃପୟାବିଷ୍ଟ ମଶ୍ରୁପୂର୍ଣ୍ଣାକୁଳେକ୍ଷଣଂ ବିଷିଦନ୍ତମିଦଂ ବାକ୍ୟ ମୋବାଚ ମଧୁସୂଦନଃ। ସଞ୍ଜୟ କହିଲେ, ଏପରି କରୁଣାବିଷ୍ଟ ଏବଂ ଅଶ୍ରୁପୂର୍ଣ୍ଣ ବ୍ୟାକୁଳ ନେତ୍ର ଶୋକାକୁଳ ଅର୍ଜୁନଙ୍କୁ ଭଗବାନ ମଧୁସୂଦନ କହିଲେ। ଶ୍ରୀ ଭଗବାନ ଉବାଚ କୁତସ୍ତ୍ୱାକସ୍ମଳମିଦଂ ବିଷମେ ସମୁପସ୍ଥିତଂ ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟ ମକୀର୍ତ୍ତିକରମର୍ଜୁନ। ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ତୁମକୁ ଏହି ଅସମୟରେ ଏହି ମୋହ କେଉଁଠୁ ଆସିଗଲା? କାରଣ ଏହା ଶ୍ରେଷ୍ଠ ପୁରୁଷମାନଙ୍କ ଦ୍ୱାରା ଆଚରିତ ନୁହେଁ କିମ୍ବା ସ୍ୱର୍ଗପ୍ରଦାୟକ କି କୀର୍ତ୍ତିଦାୟକ ମଧ୍ୟ ନୁହେଁ। କ୍ଳୈବ୍ୟମାସ୍ମଗମଃ ପାର୍ଥ ନୈତତ୍ତ୍ୱଯୁପପଦ୍ୟତେ କ୍ଷୁଦ୍ରଂ ହୃଦୟ ଦୌର୍ବଲ୍ୟଂ ତ୍ୟକ୍ତ୍ୱତିଷ୍ଠ ପରନ୍ତପ। ତେଣୁ ହେ ଅର୍ଜୁନ, ନପୁଂସକତା ପ୍ରାପ୍ତ ହୁଅ ନାହିଁ। ତୁମ ପକ୍ଷରେ ଏହା ଉଚିତ ନୁହେଁ। ହେ ଶତ୍ରୁତାପନ, ହୃଦୟର ତୁଚ୍ଛ ଦୁର୍ବଳତା ତ୍ୟାଗ କରି
ଯୁଦ୍ଧ କରିବାକୁ ଠିଆ ହୋଇଯାଅ। ଅର୍ଜୁନ ଉବାଚ କଥଂ ଭୀଷ୍ମମହଂ ସାଂଖ୍ୟ ଦ୍ରୋଣଂ ଚ ମଧୁସୂଦନ ଇଷୁଭି ପ୍ରତିଯୋତ୍ସ୍ୟାମି ପୂଜାର୍ହା ବରିସୂଦନ। ଅର୍ଜୁନ କହିଲେ, ହେ ମଧୁସୂଦନ, ରଣଭୂମିରେ ଭୀଷ୍ମ ପିତାମହ ଓ ଦ୍ରୋଣାଚାର୍ଯ୍ୟଙ୍କ ବିରୁଦ୍ଧରେ ମୁଁ କିପରି ବାଣ ମାରି ଲଢ଼ିବି? କାରଣ ହେ ଅରିସୂଦନ, ଏ ଦୁହେଁ ମୋର ପୂଜନୀୟ। ଗୁରୁନ ହତ୍ୱା ହି ମହାନୁଭାବାନ୍ ଶ୍ରେୟୋ ଭୋକ୍ତୁଂ ଭୈକ୍ଷମପିହ ଲୋକେ ହତ୍ୱାର୍ଥ କାମାସ୍ତୁ ଗୁରୁନିହୈବ ଭୁଞ୍ଜୀୟ ଭୋଗାନ୍ ରୁଧିର ପ୍ରଦିଗ୍ଧାନ୍। ତେଣୁ ଏହି ମହାନୁଭବ ଗୁରୁଜନମାନଙ୍କୁ ମାରିବା ଅପେକ୍ଷା ମୁଁ ଇହ ଲୋକରେ ଭିକ୍ଷାନ୍ନ ଦ୍ୱାରା ଜୀବିକା ନିର୍ବାହ କରିବା କଲ୍ୟାଣକର ବୋଲି ମନେ କରୁଛି। କାରଣ ଗୁରୁଜନମାନଙ୍କୁ ମାରିଲେ ଇହ ଲୋକରେ ସେମାନଙ୍କ ରକ୍ତ ସିଦ୍ଧ ହୋଇଥିବା ଅର୍ଥ ଓ କାମାନୁରୂପକ ଭୋଗ ସାମଗ୍ରୀ ହିଁ ତ ଭୋଗ କରିବି। ନ ଚୈତଦ୍ ବିଦ୍ମଃ କତରନ୍ନ ଗରୀୟ ଯଦ୍ବା ଜୟେମ ଯଦି ବା ନ ଜୟେୟୁଃ ଜାନେବ ହତ୍ୱା ନ ଜିଜୀବିଷାମ ସ୍ତେବ ସ୍ଥିତଃ ପ୍ରମୁଖେ ଧାର୍ତ୍ତରାଷ୍ଟ୍ରଃ। ଆମର ଯୁଦ୍ଧ କରିବା ଓ ନ କରିବା ଏହି ଦୁଇଟି ମଧ୍ୟରୁ କେଉଁଟି ଶ୍ରେଷ୍ଠ ଆମେ ତାହା ଜାଣିନାହୁଁ। ଆମେ ସେମାନଙ୍କୁ ଜିତିବୁ କି ସେମାନେ ଆମକୁ ଜିତିବେ ତାହା ମଧ୍ୟ ଜାଣିନାହୁଁ। ଯେଉଁମାନଙ୍କୁ ମାରି ଆମେ ବଞ୍ଚିବାକୁ ଇଚ୍ଛା ମଧ୍ୟ କରୁନାହୁଁ, ଆମର ସେହି ଆତ୍ମୀୟ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧ କରିବା ପାଇଁ ଠିଆ ହୋଇଛନ୍ତି। କାର୍ପଣ୍ୟ ଦୋଷୋପହତ ସ୍ୱଭାବଃ ପୃଚ୍ଛାମି ତ୍ୱାଂ ଧର୍ମ ସମୂଢ଼ ଚେତଃ ଯଚ୍ଛ୍ରେୟଃ ସାନ୍ନିଶ୍ଚିତଂ ବ୍ରୂହି ତନ୍ମେ ଶିଷ୍ୟସ୍ତେହଂ ସାଧି ମାଂ ତ୍ୱାଂ ପ୍ରପନ୍ନମ୍। ତେଣୁ କାପୁରୁଷତା ରୂପକ ଦୋଷ ହେତୁ ନଷ୍ଟ ସ୍ୱଭାବ ତଥା ଧର୍ମ ବିଷୟରେ ମୋହିତ ଚିତ୍ତ ହୋଇଥିବା ମୁଁ ଆପଣଙ୍କୁ ପଚାରୁଛି, ମୋ ପକ୍ଷରେ କ'ଣ କରିବା ନିଶ୍ଚିତ କଲ୍ୟାଣକର ତାହା ମୋତେ କହନ୍ତୁ। କାରଣ ମୁଁ ଆପଣଙ୍କର ଶିଷ୍ୟ, ମୋ ପରି ଶରଣାଗତକୁ ଆପଣ ଉପଦେଶ ଦିଅନ୍ତୁ। ନ ହି ପ୍ରପଶ୍ୟାମି ମପାମନୋଦ୍ୟାତ୍ ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ଅବାପ୍ୟ ଭୂମା ବସପନ୍ନମ୍ ରୁଦ୍ଧମ୍ ରାଜ୍ୟಂ ସୁରାଣାମପି ଚାଧିପତ୍ୟମ୍। କାରଣ ଇହ ଲୋକରେ ନିଷ୍କଣ୍ଟକ ଧନଧାନ୍ୟ ସମ୍ପନ୍ନ ରାଜ୍ୟ ଏବଂ ଦେବତାମାନଙ୍କର ଆଧିପତ୍ୟ ପାଇଗଲେ ମଧ୍ୟ ମୁଁ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଶୋକକୁ ଦୂର କରିପାରିବା ପରି କୌଣସି ଉପାୟ ଦେଖିପାରୁନାହିଁ। ସଞ୍ଜୟ ଉବାଚ ଏବମୁକ୍ତ୍ୱା ହୃଷୀକେଶଂ ଗୁଡ଼ାକେଶଃ ପରନ୍ତପ ନ ଯସ୍ୟ ଇତି ଗୋବିନ୍ଦ ମୁକ୍ତା ତୃଷ୍ଣିଂ ବଭୂବଃ। ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ, ହେ ରାଜନ୍, ନିଦ୍ରାଜୟୀ ଅର୍ଜୁନ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ମହାରାଜଙ୍କୁ ଏପରି କହିଲେ ଓ ଶ୍ରୀ ଗୋବିନ୍ଦ ଭଗବାନଙ୍କୁ ଯୁଦ୍ଧ କରିବି ନାହିଁ ବୋଲି ସ୍ପଷ୍ଟ ଭାବରେ କହିଦେଇ ଚୁପ୍ ହୋଇଗଲେ। ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ ସେନୟୋରୁଭୟୋର୍मध्ये ବିଷିଦନ୍ତମିଦଂ ବଚଃ। ହେ ଭରତବଂଶୀ ଧୃତରାଷ୍ଟ୍ର, ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ପରମାତ୍ମା ଦୁଇ ସେନାଙ୍କ ମଧ୍ୟରେ ଶୋକ କରୁଥିବା ସେହି ଅର୍ଜୁନଙ୍କୁ ସ୍ମିତହାସ କରି କହିଲେ। ଶ୍ରୀ ଭଗବାନ ଉବାଚ ଅଶୋଚ୍ୟାନନୁଶୋଚସ୍ତଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ଗତାସୋ ନ ଗତାସଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ। ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଯାହାଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ ସେମାନଙ୍କ ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ପରି କଥା କହୁଛ। କିନ୍ତୁ ଶୁଣ, ଯାହାଙ୍କର ପ୍ରାଣ ଚାଲିଯାଇଛି ସେମାନଙ୍କ ପାଇଁ ଏବଂ ଯାହାଙ୍କର ପ୍ରାଣ ଯାଇନାହିଁ
ସେମାନଙ୍କ ପାଇଁ ମଧ୍ୟ ପଣ୍ଡିତମାନେ ଶୋକ କରନ୍ତି ନାହିଁ। ନ ତ୍ୱେବାହଂ ଜାତୁନାଶଂ ନ ତ୍ୱଂ ନେମେ ଜନାଧିପଃ ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍। ଏପରି ନୁହେଁ ଯେ କୌଣସି କାଳରେ ମୁଁ ନଥିଲି କି ତୁମେ ନଥିଲ କି ଏହି ରାଜାମାନେ ନଥିଲେ। ପୁଣି ଏପରି ମଧ୍ୟ ଘଟିବ ନାହିଁ ଯେ ଭବିଷ୍ୟତରେ ଆମେ ସମସ୍ତେ ରହିବା ନାହିଁ। ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି। ଯେପରି ଏହି ଦେହରେ ଜୀବାତ୍ମାର ବାଲ୍ୟାବସ୍ଥା, ଯୌବନାବସ୍ଥା ଓ ବୃଦ୍ଧାବସ୍ଥା ହୋଇଥାଏ, ସେହିପରି ଅନ୍ୟ ଶରୀର ମଧ୍ୟ ପ୍ରାପ୍ତ ହୁଏ। ସେହି ବିଷୟରେ ଧୀର ପୁରୁଷ ମୋହଗ୍ରସ୍ତ ହୁଅନ୍ତି ନାହିଁ। ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦଃ ଆଗମାପାୟିନ ନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ। କାରଣ ହେ କୁନ୍ତି ପୁତ୍ର, ଶୀତ ଉଷ୍ଣ ଓ ସୁଖ ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟମାନଙ୍କର ସଂଯୋଗତ ଉତ୍ପତ୍ତି ବିନାଶଶୀଳ ଓ ଅନିତ୍ୟ। ତେଣୁ ହେ ଭାରତ, ତୁମେ ସେସବୁ ସହିଯାଅ। ଯମ୍ ହି ନ ବ୍ୟଥୟନ୍ତ୍ୟତେ ପୁରୁଷଂ ପୁରୁଷର୍ଷଭ ସମ ଦୁଃଖ ସୁଖಂ ଧୀରଂ ସ୍ୱମୃତତ୍ୱୟ କଳ୍ପତେ। କାରଣ ହେ ପୁରୁଷ ଶ୍ରେଷ୍ଠ, ସୁଖ ଦୁଃଖକୁ ସମାନ ଦୃଷ୍ଟିରେ ଦେଖୁଥିବା ଯେଉଁ ଧୀର ପୁରୁଷଙ୍କୁ ଏହି ଇନ୍ଦ୍ରିୟ ଓ ବିଷୟର ସଂଯୋଗ ବ୍ୟାକୁଳ କରିପାରେ ନାହିଁ, ସେ ମୋକ୍ଷ ପାଇଁ ଯୋଗ୍ୟ ହୁଅନ୍ତି। ନା ସତ ବିଦ୍ୟତେ ଭାବୋ ନା ଭାବ ବିଦ୍ୟତେ ସତଃ ଉଭୟୋରପି ଦୁଷ୍ଟନ୍ତସ୍ତୋନୟସ୍ତତ୍ୱଦର୍ଶିଭିଃ। ଅସତ୍ ବସ୍ତୁର ଅସ୍ତିତ୍ୱ ନାହିଁ ଏବଂ ସତ୍ ବସ୍ତୁର ଅଭାବ ନାହିଁ। ଉକ୍ତ ଦୁଇଟି ଯାକର ତତ୍ତ୍ୱ ତତ୍ତ୍ୱଜ୍ଞାନୀ ପୁରୁଷଙ୍କ ଦ୍ୱାରା ଦେଖାଯାଇଛି। ଅବିନାଶୀ ତୁ ତତ୍ବିଦ୍ଧି ଯେନ ସର୍ବମିଦଂ ତତମ୍ ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ୍ କର୍ତ୍ତୁର୍ମହର୍ତ୍ତି। ଏହି ନ୍ୟାୟରେ ଯାହାଦ୍ୱାରା ଏହି ସମ୍ପୂର୍ଣ୍ଣ ଦୃଶ୍ୟ ଜଗତ ବ୍ୟାପ୍ତ ହୋଇଛି, ତାହା ନାଶରହିତ ବୋଲି ଜାଣ। ସେହି ଅବିନାଶୀକୁ ବିନାଶ କରିବା ପାଇଁ କେହି ହେଲେ ସମର୍ଥ ନୁହେଁ। ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟକ୍ତଃ ଶରୀରିଣଃ ଅନାଶୀନ ପ୍ରମେୟସ୍ୟ ତସ୍ମାତ୍ ଯୁଧ୍ୟସ୍ୱ ଭାରତ। ନାଶରହିତ ଅପ୍ରମେୟ ନିତ୍ୟ ସ୍ୱରୂପ ଜୀବାତ୍ମାର ଏହି ସକଳ ଶରୀରକୁ ନାଶବାନ ବୋଲି କୁହାଯାଇଛି। ତେଣୁ ହେ ଭରତ ବଂଶୀ ଅର୍ଜୁନ, ତୁମେ ଯୁଦ୍ଧ କର। ଜୟେନଂ ବେତି ହନ୍ତାରଂ ଯସ୍ୟୈनं ମନ୍ୟତେ ହତଂ ଉଭୌ ତୌ ନ ବଜାନିତ୍ୟ ନାୟଂ ହନ୍ତେ ନ ହନ୍ୟତେ। ଯେ ଏହି ଆତ୍ମା ହତ୍ୟା କରେ ବୋଲି ବୁଝନ୍ତି ତଥା ଯେ ଏହାକୁ ନିହତ ହୁଏ ବୋଲି ସ୍ୱୀକାର କରନ୍ତି, ସେ ଉଭୟେ ଆତ୍ମା ବିଷୟରେ କିଛି ଜାଣନ୍ତି ନାହିଁ। କାରଣ ଏହି ଆତ୍ମା ବାସ୍ତବରେ କାହାରିକୁ ହତ୍ୟା କରେ ନାହିଁ କି କାହାରି ଦ୍ୱାରା ନିହତ ହୁଏ ନାହିଁ। ନ ଜାୟତେ ମ୍ରିୟତେ ବା କଦାଚିନ୍ ନ୍ୟାୟଂ ଭୂତ୍ୱା ଭବିତା ବା ନ ଭୂୟଃ ଅଜୋ ନିତ୍ୟଃ ଶାଶ୍ୱତୋऽୟଂ ପୁରାଣ ନ ହନ୍ୟତେ ହନ୍ୟମାନେ ଶରୀରେ। ଏହି ଆତ୍ମା କୌଣସି କାଳରେ ବି ଜନ୍ମ ହୁଏ ନାହିଁ କି ମରେ ନାହିଁ ତଥା ଏହା ଉତ୍ପନ୍ନ ହୋଇ ପୁଣି ଆଉ ଥରେ ଉତ୍ପନ୍ନ ହେବା କଥା ମଧ୍ୟ ନାହିଁ। କାରଣ ଏହା ହେଉଛି ଅଜନ୍ମା, ନିତ୍ୟ, ସନାତନ ଏବଂ ପୁରାତନ। ଶରୀର ନିହତ ନଷ୍ଟ ହୋଇଯିବା ପରେ ମଧ୍ୟ ଏହା ନିହତ ନଷ୍ଟ ହୁଏ ନାହିଁ। ବେଦା ବିନାଶିନଂ ନିତ୍ୟଂ ଜୟେନମଜମବ୍ୟୟଂ କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତିକମ୍।
हे प्रथापुत्र अर्जुन, जो पुरुष ଏହି ଆତ୍ମାକୁ ଅବିନାଶୀ, ନିତ୍ୟ, ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ସେ କିପରି କାହାକୁ ମରାଇବେ ବା ନିଜେ ମାରିବେ? ବାସାଂସି ଜିନ୍ନାନି ଯଥା ବିହାୟ ନବାନି ଗୃହାନ୍ତି ନରପରାଣୀ ତଥା ଶରୀରାଣି ବିହାୟ ଜୀର୍ଣ୍ଣା ନ୍ୟନ୍ୟାନି ସଞ୍ଜାତି ନବାନି ଦେହି। ମନୁଷ୍ୟ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀର ଗୁଡ଼ିକ ତ୍ୟାଗ କରି ଅନ୍ୟ ନୂତନ ଶରୀର ଗୁଡ଼ିକ ଗ୍ରହଣ କରିଥାଏ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ। ଏହି ଆତ୍ମାକୁ କୌଣସି ଶସ୍ତ୍ର ବି କାଟିପାରେ ନାହିଁ, ଅଗ୍ନି ଏହାକୁ ଜଳାଇ ପାରେ ନାହିଁ, ଜଳ ଏହାକୁ ଭିଜାଇ କି ସଢ଼ାଇ ପାରେ ନାହିଁ ଏବଂ ବାୟୁ ଏହାକୁ ଶୁଖାଇ ପାରେ ନାହିଁ। ଅଚ୍ଛେଦ୍ୟ ୟମ ଦାହ୍ୟ ୟମ କ୍ଳେଦ୍ୟ ଶୋଷ୍ୟ ଏବ ଚ ନିତ୍ୟଃ ସର୍ବଗତଃ ସ୍ଥାଣ ରଚଳୋୟଂ ସନାତନଃ। କାରଣ ଏହି ଆତ୍ମା ଆଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ନିଃସନ୍ଦେହ ଅଶୋଷ୍ୟ ଅଟେ ତଥା ଏହା ହେଉଛି ନିତ୍ୟ, ସର୍ବଗତ, ସ୍ଥିର, ଅଚଳ ଓ ସନାତନ। ଅବ୍ୟକ୍ତୋୟମଚିନ୍ତୋୟମ ବିକାର୍ଯ୍ୟୟମୁଚ୍ୟତେ ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି। ଏହି ଆତ୍ମା ଅବ୍ୟକ୍ତ, ଏହା ଅଚିନ୍ତ୍ୟ ଏବଂ ଏହାକୁ ବିକାର ରହିତ କୁହାଯାଏ। ଏଣୁ ହେ ଅର୍ଜୁନ, ଏହି ଆତ୍ମାକୁ ଉପରୋକ୍ତ ପ୍ରକାରେ ଜାଣି ତୁମେ ଶୋକ କରିବା ଉଚିତ ନୁହେଁ। ଅଥ ଚୈନଂ ନିତ୍ୟ ଜାତଂ ନିତ୍ୟଂ ବା ମନ୍ୟସେ ମୃତଂ ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି। ପକ୍ଷାନ୍ତରରେ ଯଦି ତୁମେ ଏହି ଆତ୍ମାକୁ ନିତ୍ୟ ଜନ୍ମ ହେଉଛି ଏବଂ ନିତ୍ୟ ମରୁଛି ବୋଲି ସ୍ୱୀକାର କରୁଥାଅ, ତଥାପି ହେ ମହାବାହୁ, ତୁମେ ଏପରି ଶୋକ କରିବା ଉଚିତ ନୁହେଁ। ଜାତସ୍ୟ ହି ଧ୍ରୁବ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ତସ୍ମାଦ୍ ପରିହାର୍ଯ୍ୟର୍ଥେ ନ ତ୍ୱଂ ଶୋଚିତୁମର୍ହସି। କାରଣ ଏହି ମାନ୍ୟତା ଅନୁସାରେ ଜନ୍ମ ହୋଇଥିବା ଲୋକର ମୃତ୍ୟୁ ନିଶ୍ଚିତ ଏବଂ ମରିଥିବା ଲୋକର ଜନ୍ମ ନିଶ୍ଚିତ। ଏହି ହେତୁ ମଧ୍ୟ ଯାହା ଅନିବାର୍ଯ୍ୟ, ସେହି ବିଷୟରେ ତୁମେ ଶୋକ କରିବା ଉଚିତ ନୁହେଁ। ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ ଅବ୍ୟକ୍ତ ନିଧନାନ୍ୟେବ ତତ୍ର କା ପରିଦେବନା। ହେ ଅର୍ଜୁନ, ସମସ୍ତ ପ୍ରାଣୀ ଜନ୍ମ ହେବା ପୂର୍ବରୁ ଅପ୍ରକଟ ହୋଇ ରହିଥାନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହୋଇଯାଆନ୍ତି। ସେମାନେ କେବଳ ଏହି ମଧ୍ୟବର୍ତ୍ତୀ କାଳରେ ହିଁ ପ୍ରକଟ ହୁଅନ୍ତି। ଏପରି ସ୍ଥିତିରେ ଶୋକ କରିବା କାହିଁକି? ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ଚିଦେନ ମାଶ୍ଚର୍ଯ୍ୟବତ୍ ବଦତି ତଥୈବ ଚାନ୍ୟଃ ଆଶ୍ଚର୍ଯ୍ୟବଚୈନମନ୍ୟଃ ଶୃଣୋତି ଶ୍ରୁତ୍ୱାପ୍ୟନଂ ବେଦ ନ ଚୈବ କଶ୍ଚିତ୍। କୌଣସି ଜଣେ ମହାପୁରୁଷ ହିଁ ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖନ୍ତି ଏବଂ ସେହିପରି ଅନ୍ୟ କେହି ମହାପୁରୁଷ ଏହାର ତତ୍ତ୍ୱକୁ ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରନ୍ତି ତଥା ଅନ୍ୟ କେହି ଅଧିକାରୀ ପୁରୁଷ ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣନ୍ତି ଏବଂ କେହି କେହି ଶୁଣି ମଧ୍ୟ ଏହାକୁ ଜାଣିପାରନ୍ତି ନାହିଁ। ଦେହି ନିତ୍ୟମବଧ୍ୟେୟଂ ଦେହେ ସର୍ବସ୍ୟ ଭାରତ ତସ୍ମାତ୍ ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁର୍ମହର୍ଷି। ହେ ଅର୍ଜୁନ, ଏହି ଆତ୍ମା ସମସ୍ତଙ୍କ ଶରୀରରେ ସର୍ବଦା ଅବଧ୍ୟ। ତେଣୁ ସକଳ ପ୍ରାଣୀଙ୍କ ପାଇଁ, କୌଣସି ବି ପ୍ରାଣୀ ପାଇଁ ତୁମେ ଶୋକ କରିବା ଉଚିତ ନୁହେଁ। ସ୍ୱଧର୍ମମପି ଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି
धर्म्याधियुद्धात् श्रेयोन्यात् क्षत्रियस्य न विद्यते। पुणी निजर धर्म दृष्टि भी तुम्हें भय करवा उचित नुहे, कारण क्षत्रिय निमंते धर्ममय युद्ध ठारू बड़ी कल्याणकर कर्तव्य आउ किछि नाही। जदृच्छया चोपन्नम स्वर्गद्वारमपावृतं सुखिनः क्षत्रियः पार्थ लभन्ते युद्धमादृशम्। हे पार्थ, स्वतः प्राप्त होइथिबा एवं उन्मुक्त स्वर्गद्वार रूपक एहिपरि युद्ध भाग्यवान क्षत्रिय माने लाभ करन्ति। अथ चेत्त्वमिमं धर्म्यं संग्रामं न करिष्यसि ततः स्वधर्मं कीर्तिं च हित्वा पापमवाप्स्यसि। किंतु जदि तुमे ही धर्ममय युद्ध न करिब तेबे स्वधर्म और सुजस हराई पाप भागी हेब। अकीर्तिं चापि भूतानि कथयिष्यन्ति ते व्ययम् संभावितस्य च कीर्तिर्मरणादतिरिच्यते। तथा समस्ते दीर्घ काल धरी तुमर अपकीर्ति भी आलोचना करिवे एवं सम्माननीय पुरुष मानक निमंते अपकीर्ति हेउछि मरणरु बळी दुःखदायक। भयाद्रणादुपरतं मन्स्यन्ते त्वां महारथः जसां च त्वं बहुमत धृत्वा जास्यसि लाघवम्। एवं जेउमानक दृष्टि रे तुमे विशेष रूपे सम्मानित होई सारिछ सेमानक दृष्टि रे वर्तमान हीन होइजिव। सेही महारथी माने मने करिवे जे तुमे भयभीत होई युद्धरु ओहरि गल। अबाच्य वनाश्च बहुन् वदिष्यन्ति तवाहितः निन्दन्तस्तव सामर्थ्यं ततो दुःखतरं नु किम्। तुमर शत्रु माने तुम सामर्थ्य को निंदा करिवे, तुमको बहु अकथ्य वचन मध्य कहिवे, तार ठारु बड़ी दुखर विषय आउ कौन होई पारे। हतो वा प्राप्स्यसि स्वर्गं जित्वा वा भोक्ष्यसे महिम् तस्मादुत्तिष्ठ कौन्तेय युद्धाय कृत निश्चयः। तुमे युद्धरे निहत हेले स्वर्ग पाइब नाही, तो युद्धरे जयी हेले भूमंडलर राज्य भोग करिब। तेणु हे अर्जुन, तुमे युद्ध करने संकल्पबद्ध होई दंडायमान होई जाओ। सुख दुखे समे कृत्वा लाभालाभौ जया जयौ ततो युद्धाय युज्यस्व नैवं पापमवाप्स्यसि। जय पराजय, लाभ क्षति और सुख दुख को समान मन करी एथर तुमे युद्ध करने को प्रस्तुत हो जाओ। एहिपरि युद्ध कले तुमे पाप भागी हेब नाही। ऐसा ते भीता सांख्य बुद्धिर्योगे तिमां शृणु बुद्ध्या युक्त जया पार्थ कर्मबंधं प्रहास्यसि। हे पार्थ, एही बुद्धि तुमको ज्ञान जग दृष्टि कुहागला। वर्तमान तुमे एहाको कर्मजग दृष्टि शुण। एही बुद्धि रे युक्त हेले तुमे कर्म बंधन को भल रूपे त्याग कर दे पारिब, अर्थात कर्म बंधन को सर्वथा नष्ट कर दे पारिब। नेहाभिक्रमनाशस्ति प्रत्यवायो न विद्यते स्वल्पमप्यस्य धर्मस्य त्रियते महतो भयात्। एही कर्म जगरे आरंभर अर्थात बीजर नाश हुए नहीं एवं विपरीत फल रूपक दोष मध्य एथिरे हुए नहीं, बरं एही कर्मजग रूपक धर्मर सामान्य मात्र साधना भी जन्म मृत्यु रूपक विराट भयरु रक्षा करिदिए। व्यवसायात्मिका बुद्धि रेकेहं कुरु नंदन बहुशाखा ह्यनन्ताश्च बुद्धय व्यवसायिनम्
ହେ ଅର୍ଜୁନ, ଏହି କର୍ମ ଯୋଗରେ ନିଶ୍ଚୟାତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ, କିନ୍ତୁ ଅସ୍ଥିର ବିଚାରଯୁକ୍ତ ବିବେକହୀନ ସକାମ ମନୁଷ୍ୟମାନଙ୍କର ବୁଦ୍ଧି ନିଶ୍ଚିତ ଭାବରେ ବହୁ ପ୍ରକାର ଓ ଅସଂଖ୍ୟ ହୁଏ। ଜାମିମାଂ ପୁଷ୍ପିତଂ ବାଚଂ ପ୍ରବଦନ୍ତ୍ୟ ବିପଶ୍ଚିତଃ ବେଦବାଦରତଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ କାମାତ୍ମାନଃ ସ୍ୱର୍ଗପରା ଜନ୍ମ କର୍ମ ଫଳପ୍ରଦାଂ କ୍ରିୟା ବିଶେଷ ବହୁଳଂ ଭୋଗୈଶ୍ୱର୍ଯ୍ୟ ଗତିଂ ପ୍ରତି। ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନାଂ ତୟା ପହୃତ ଚେତସାଂ ବ୍ୟବସାୟାତ୍ମିକା ବୁଦ୍ଧି ସମାଧାନ ବିଧୀୟତେ। ହେ ଅର୍ଜୁନ, ଯେଉଁମାନେ ଭୋଗରେ ବୁଡ଼ି ରହିଛନ୍ତି, ଯେଉଁମାନେ କର୍ମ ଫଳର ପ୍ରଶଂସା କରୁଥିବା ବେଦ ବାକ୍ୟରେ ପ୍ରୀତି ରଖନ୍ତି, ଯେଉଁମାନଙ୍କର ବୁଦ୍ଧିରେ ସ୍ୱର୍ଗ ହିଁ ପରମ ପ୍ରାପ୍ୟ ବସ୍ତୁ ଏବଂ ଯେଉଁମାନେ ସ୍ୱର୍ଗରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି କହନ୍ତି, ସେହି ଅବିବେକୀମାନେ ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତି ନିମନ୍ତେ ଜନ୍ମ ରୂପକ କର୍ମଫଳ ଦେଉଥିବା କ୍ରିୟା ବହୁଳ ଶ୍ରୁତି ମଧୁର ସୁନ୍ଦର ପୁଷ୍ପିତ ବାଣୀ କହନ୍ତି। ସେହିପରି ବାଣୀ ଦ୍ୱାରା ଯେଉଁମାନଙ୍କର ଚିତ୍ତ ହରଣ ହୋଇଯାଇଛି, ଯେଉଁମାନେ ଭୋଗ ଓ ଐଶ୍ୱର୍ଯ୍ୟରେ ଅତ୍ୟନ୍ତ ଆସକ୍ତ, ସେହି ପୁରୁଷମାନଙ୍କର ପରମାତ୍ମାଙ୍କ ଠାରେ ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ। ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ତ୍ୱସ୍ଥ ନିର୍ଯୋଗକ୍ଷେମ ଆତ୍ମବାନ୍। ହେ ଅର୍ଜୁନ, ବେଦ ଉପରୋକ୍ତ ପ୍ରକାରେ ତିନି ଗୁଣର କାର୍ଯ୍ୟରୂପୀ ସମସ୍ତ ଭୋଗ ଏବଂ ସେସବୁର ସାଧନମାନଙ୍କର ପ୍ରତିପାଦନ କରନ୍ତି। ତୁମେ ସେସବୁ ଭୋଗ ଓ ସେସବୁ ଭୋଗର ସାଧନରେ ଆସକ୍ତି ତ୍ୟାଗ କର। ହର୍ଷ ଶୋକାଦି ଦ୍ୱନ୍ଦ୍ୱରୁ ରହିତ ହୋଇଯାଅ। ନିତ୍ୟ ବସ୍ତୁ ପରମାତ୍ମାଙ୍କ ଠାରେ ଅବସ୍ଥିତ ହୋଇ ଯୋଗକ୍ଷେମ ନ ଚାହିଁ ସ୍ୱାଧୀନ ଅନ୍ତଃକରଣ ଯୁକ୍ତ ହୋଇଯାଅ। ଯାବାନର୍ଥ ଉଦପାନେ ସର୍ବତଃ ସମ୍ପ୍ଲୁତୋଦକେ ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ। ସବୁ ଦିଗରୁ ପରିପୂର୍ଣ୍ଣ ଜଳାଶୟଟିଏ ପାଇଗଲେ ଛୋଟ ଜଳାଶୟରେ ମନୁଷ୍ୟର ଯେତିକି ପ୍ରୟୋଜନ ରହେ, ବ୍ରହ୍ମଜ୍ଞାନ ଲାଭ କରିଥିବା ବ୍ରାହ୍ମଣଙ୍କର ସମସ୍ତ ବେଦରେ ସେତିକି ପ୍ରୟୋଜନ ରହିଥାଏ। କର୍ମଣ୍ୟବାଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମଫଳ ହେତୁର୍ଭୂମା ତେ ସଙ୍ଗୋସ୍ତୁ କର୍ମଣି। କର୍ମ କରିବାରେ ତୁମର ଅଧିକାର ରହିଛି, କର୍ମର ଫଳ ଉପରେ ତୁମର କଦାପି ଅଧିକାର ନାହିଁ। ତେଣୁ ତୁମେ କର୍ମ ଫଳର କାରଣ ହୁଅ ନାହିଁ, ତଥା ତୁମର କର୍ମ ନ କରିବାରେ ବି ଆସକ୍ତି ନ ହେଉ। ଯୋଗସ୍ଥ କୁରୁ କର୍ମାଣି ସଙ୍ଗମ୍ ତ୍ୟକ୍ତ୍ୱା ଧନଞ୍ଜୟ ସିଦ୍ଧ୍ୟ ସିଦ୍ଧ୍ୟ ସମଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ। ହେ ଧନଞ୍ଜୟ, ତୁମେ ଆସକ୍ତି ତ୍ୟାଗ କରି ତଥା ସିଦ୍ଧି ଅସିଦ୍ଧିରେ ସମାନ ବୁଦ୍ଧି ରଖି ଯୋଗସ୍ଥ ହୋଇ କର୍ତ୍ତବ୍ୟ କର୍ମ କର। ସମତ୍ୱକୁ ହିଁ ଯୋଗ କୁହାଯାଏ। ଦୂରେଣ ହ୍ୟବରଂ କର୍ମ ବୁଦ୍ଧି ଯୋଗା ଧନଞ୍ଜୟ ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣଃ ଫଳ ହେତବଃ। ଏହି ସମତ୍ୱ ରୂପକ ବୁଦ୍ଧି ଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର ଅଟେ। ତେଣୁ ହେ ଧନଞ୍ଜୟ, ତୁମେ ସମବୁଦ୍ଧିରେ ହିଁ ରକ୍ଷାର ଉପାୟ ଖୋଜ, ଅର୍ଥାତ୍ ବୁଦ୍ଧି ଯୋଗର ହିଁ ଆଶ୍ରୟ ଗ୍ରହଣ କର, କାରଣ ଫଳର କାରଣ ହେଉଥିବା ଲୋକେ ଅତ୍ୟନ୍ତ ଦୀନ। ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କୃତେ ତସ୍ମାଦ୍ ଯୋଗାୟ ଯୁଜ୍ୟସ୍ୟ ଯୋଗ କର୍ମ ସୁକୌଶଳମ୍। ସମବୁଦ୍ଧି ସମ୍ପନ୍ନ ମନୁଷ୍ୟ ପୁଣ୍ୟ ଓ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି, ଅର୍ଥାତ୍ ସେଥିରୁ ମୁକ୍ତ ହୋଇଯାଆନ୍ତି। ତେଣୁ ତୁମେ ସମତ୍ୱ ରୂପକ ଯୋଗରେ ଲାଗିଯାଅ।
ଏହି ସମସ୍ତ ରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍ କର୍ମ ବନ୍ଧନରୁ ମୁକ୍ତି ପାଇବାର ଉପାୟ। କର୍ମଜଂ ବୁଦ୍ଧିଯୁକ୍ତା ହି ଫଳଂ ତ୍ୟକ୍ତ୍ୱା ମନୀଷିଣଃ ଜନ୍ମବନ୍ଧ ବିନିର୍ମୁକ୍ତା ପଦଂ ଗଚ୍ଛନ୍ତ୍ୟନାମୟମ୍। କାରଣ ସମବୁଦ୍ଧିରେ ଯୁକ୍ତ ଜ୍ଞାନୀମାନେ କର୍ମ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ତ୍ୟାଗ କରି ଜନ୍ମ ରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପରମ ପଦ ପ୍ରାପ୍ତ ହୋଇଯାଆନ୍ତି। ଯଦାତେ ମୋହ କଲିଳମ୍ ବୁଦ୍ଧିର୍ବ୍ୟତିତରିଷ୍ୟତି ତଦା ଗନ୍ତାସि ନିର୍ବେଦମ୍ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ। ଯେତେବେଳେ ତୁମର ବୁଦ୍ଧି ମୋହ ରୂପକ ପଙ୍କକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ ସେତେବେଳେ ତୁମର ଶୁଣିଥିବା ଏବଂ ଭବିଷ୍ୟତରେ ଶୁଣିବାର ସମ୍ଭାବନା ଥିବା ଇହଲୋକ ଏବଂ ପରଲୋକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ। ଶ୍ରୁତି ବିପ୍ରତିମନ୍ନାତେ ଯଦାସ୍ତାସ୍ୟତି ନିଶ୍ଚଳା ସମାଧାବଚଳା ବୁଦ୍ଧି ତଦା ଯୋଗ ମବାପ୍ସ୍ୟସି। ବିଭିନ୍ନ ପ୍ରକାର କଥା ଶୁଣି ବିଚଳିତ ହୋଇଯାଇଥିବା ତୁମର ବୁଦ୍ଧି ଯେତେବେଳେ ପରମାତ୍ମାଙ୍କ ଠାରେ ଅଚଳ ଓ ସ୍ଥିର ହୋଇଯିବ ସେତେବେଳେ ତୁମେ ଯୋଗ ପ୍ରାପ୍ତ ହୋଇଯିବ ଅର୍ଥାତ୍ ପରମାତ୍ମାଙ୍କ ସହିତ ତୁମର ନିତ୍ୟ ସଂଯୋଗ ହୋଇଯିବ। ଅର୍ଜୁନ ଉବାଚ ସ୍ଥିତ ପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ସ୍ଥିତଧିଃ କିଂ ପ୍ରଭାସେତ କିମାସିତ୍ ବ୍ରଜେତ କିମ୍। ଅର୍ଜୁନ କହିଲେ, ହେ କୈଶବ, ପରମାତ୍ମା ପ୍ରାପ୍ତ ସ୍ଥିର ବୁଦ୍ଧି ପୁରୁଷଙ୍କ ଲକ୍ଷଣ କ'ଣ? ସେହି ସ୍ଥିର ବୁଦ୍ଧି ପୁରୁଷ କିପରି ବଚନ କହନ୍ତି, କିପରି ବସନ୍ତି ଏବଂ କିପରି ଚଳନ୍ତି? ଶ୍ରୀ ଭଗବାନ ବାଚ ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ଆତ୍ମନ୍ୟବାତ୍ମନା ତୁଷ୍ଟଃ ସ୍ଥିତ ପ୍ରଜ୍ଞସ୍ତଦୋଚ୍ୟତେ। ଭଗବାନ କହିଲେ, ହେ ଅର୍ଜୁନ, ଯେତେବେଳେ ଏହି ପୁରୁଷ ମନ ମଧ୍ୟରେ ଥିବା ସମସ୍ତ କାମନା ପୂର୍ଣ୍ଣ ରୂପେ ତ୍ୟାଗ କରିଦିଅନ୍ତି ଏବଂ ଆତ୍ମା ଦ୍ୱାରା ଆତ୍ମାରେ ହିଁ ସନ୍ତୁଷ୍ଟ ହୋଇ ରହନ୍ତି ସେତେବେଳେ ତାଙ୍କୁ ସ୍ଥିତ ପ୍ରଜ୍ଞ ବୋଲାଯାଏ। ଦୁଃଖେ ସୁନୋଦ୍ବିଗ୍ନମନଃ ସୁଖେ ସୁବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ସ୍ଥିତ ଧୀର୍ମୋନିରୁଚ୍ୟତେ। ଦୁଃଖ ଆସିଗଲେ ବି ଯାହାଙ୍କ ମନରେ ଉଦ୍ବେଗ ଜାତ ହୁଏ ନାହିଁ, ସୁଖ ମିଳିଗଲେ ବି ଯେ ସର୍ବଥା ନିସ୍ପୃହ ରହନ୍ତି, ଯାହାଙ୍କର ରାଗ ଆସକ୍ତି ଭୟ ଓ କ୍ରୋଧ ନଷ୍ଟ ହୋଇଯାଇଛି ସେପରି ମୁନିଙ୍କୁ ସ୍ଥିର ବୁଦ୍ଧି କୁହାଯାଏ। ଯ ସର୍ବତ୍ରାନଭିସ୍ନେହସ୍ତତତ୍ପ୍ରାପ୍ୟ ଶୁଭାଶୁଭମ୍ ନାଭିନନ୍ଦତି ନ ଦୃଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଯେଉଁ ପୁରୁଷ ସର୍ବତ୍ର ଅନାସକ୍ତ ହୋଇ ଶୁଭ ବସ୍ତୁ ପାଇଲେ ପ୍ରସନ୍ନ ହୁଅନ୍ତି ନାହିଁ କି ଅଶୁଭ ବସ୍ତୁ ପାଇଲେ ଦ୍ୱେଷ କରନ୍ତି ନାହିଁ ତାଙ୍କର ବୁଦ୍ଧି ସ୍ଥିର ଅଟେ। ଯଦା ସଂହରତେ ଚାୟଂ କୁର୍ମଙ୍ଗାନି ସର୍ବଶ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଏବଂ କଇଁଚ ଯେପରି ନିଜର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ସବୁ ଦିଗରୁ ସଂକୁଚିତ କରି ଆଣେ, ଏହି ପୁରୁଷ ଯେତେବେଳେ ଠିକ୍ ସେହିପରି ନିଜର ଇନ୍ଦ୍ରିୟମାନଙ୍କୁ ଇନ୍ଦ୍ରିୟ ଗ୍ରାହ୍ୟ ବିଷୟମାନଙ୍କରୁ ସକଳ ପ୍ରକାରେ ହଟାଇ ଆଣନ୍ତି ସେତେବେଳେ ତାଙ୍କର ବୁଦ୍ଧି ସ୍ଥିର ବୋଲି ଜାଣିବ। ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ ରସବର୍ଜଂ ରସପ୍ରାପ୍ସ୍ୟ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ। ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କୁ ଗ୍ରହଣ କରୁନଥିବା ପୁରୁଷର କେବଳ ବିଷୟମାନେ ନିବୃତ୍ତ ହୋଇଯାଆନ୍ତି
ବିଷୟ ଭୋଗ ପ୍ରତି ରହିଥିବା ଆସକ୍ତି ନିବୃତ୍ତ ହୁଏ ନାହିଁ, କିନ୍ତୁ ପରମାତ୍ମାଙ୍କର ସାକ୍ଷାତକାର କରିଥିବାରୁ ଏହି ସ୍ଥିତପ୍ରଜ୍ଞ ପୁରୁଷଙ୍କର ତ ଆସକ୍ତି ବି ନିବୃତ୍ତ ହୋଇଯାଉଥାଏ। ଯତତ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ଇନ୍ଦ୍ରିୟାଣି ପ୍ରମାଥିନେ ହରନ୍ତି ପ୍ରସଭଂ ମନଃ। ହେ ଅର୍ଜୁନ, ଆସକ୍ତି ନାଶ ନ ହୋଇଥିବାରୁ ଏହି ପ୍ରମଥ ନ ସ୍ୱଭାବ ବିଶିଷ୍ଟ ଇନ୍ଦ୍ରିୟମାନେ ଯତ୍ନଶୀଳ ବୁଦ୍ଧିମାନ ପୁରୁଷଙ୍କ ମନକୁ ମଧ୍ୟ ବଳପୂର୍ବକ ହରଣ କରିନିଅନ୍ତି। ତାନି ସର୍ବାଣି ସଂଯମ୍ୟ ଯୁକ୍ତୋऽସି ତମତ୍ପରଃ ବଶେହି ଯସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ତେଣୁ ସାଧକଙ୍କ ପକ୍ଷରେ ଏହା ଆବଶ୍ୟକ ଯେ ତାଙ୍କୁ ସକଳ ଇନ୍ଦ୍ରିୟ ବଶ କରି ସମାହିତ ଚିତ୍ତ ହୋଇ ମୋର ପରାୟଣ ହୋଇ ଧ୍ୟାନରେ ବସିବାକୁ ପଡ଼ିବ। କାରଣ ଯେଉଁ ପୁରୁଷଙ୍କ ଇନ୍ଦ୍ରିୟମାନେ ବଶୀଭୂତ ହୋଇଥାନ୍ତି ତାଙ୍କର ବୁଦ୍ଧି ସ୍ଥିର ହୋଇଥାଏ। ଧ୍ୟାୟତ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୁ ଉପଜାୟତେ ସଙ୍ଗାତ୍ ସଞ୍ଜାୟତେ କାମଃ କାମାତ୍ କ୍ରୋଧୋऽଭିଜାୟତେ। ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି ହୋଇଯାଏ। ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ କାମନାରେ ବାଧା ଉପୁଜିଲେ କ୍ରୋଧଜାତ ହୋଇଯାଏ। କ୍ରୋଧା ଭବତି ସମ୍ମୋହ ସମ୍ମୋହାତ୍ ସ୍ମୃତି ବିଭ୍ରମ ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି। କ୍ରୋଧରୁ ଅତ୍ୟନ୍ତ ମୂଢ଼ ଭାବ ପ୍ରସନ୍ନ ହୋଇଥାଏ। ମୂଢ଼ ଭାବରୁ ସ୍ମୃତି ଭ୍ରମ ହୋଇଯାଏ। ସ୍ମୃତି ବିଭ୍ରମ ହେବାରୁ ବୁଦ୍ଧି ଅର୍ଥାତ୍ ଜ୍ଞାନ ଶକ୍ତି ନାଶ ହୋଇଯାଏ ଏବଂ ବୁଦ୍ଧି ନାଶ ହେବାରୁ ସେହି ପୁରୁଷ ନିଜର ସ୍ଥିତିରୁ ତଳକୁ ଖସି ପଡ଼େ। ରାଗ ଦ୍ୱେଷ ବିଯୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି। କିନ୍ତୁ ଅନ୍ତଃକରଣକୁ ନିଜର ଅଧୀନ କରିଥିବା ସାଧକ ନିଜ ବଶରେ ରଖିଥିବା ରାଗ ଦ୍ୱେଷ ରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କରେ ବିଚରଣ କରି ମଧ୍ୟ ଅନ୍ତଃକରଣର ପ୍ରସନ୍ନତା ଲାଭ କରନ୍ତି। ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟ ଉପଜାୟତେ ପ୍ରସନ୍ନଚେତସୋ ହ୍ୟାସୁ ବୁଦ୍ଧି ପର୍ଯ୍ୟବତିଷ୍ଠତେ। ଅନ୍ତଃକରଣର ପ୍ରସନ୍ନତା ଆସିବା ଫଳରେ ତାଙ୍କର ସମସ୍ତ ଦୁଃଖ ବିନାଶ ହୋଇଯାଏ ଏବଂ ସେହି ପ୍ରସନ୍ନଚିତ୍ତ କର୍ମଯୋଗୀଙ୍କ ବୁଦ୍ଧି ଶୀଘ୍ର ହିଁ ସକଳ ଦିଗରୁ ଅପସରି ଆସି ଏକ ପରମାତ୍ମାଙ୍କ ଠାରେ ଭଲ ଭାବରେ ସ୍ଥିର ହୋଇଯାଏ। ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନ ଚା ଯୁକ୍ତସ୍ୟ ଭାବନା ନ ଚା ଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍। ମନ ଓ ଇନ୍ଦ୍ରିୟମାନଙ୍କୁ ଜୟ କରି ନଥିବା ମନୁଷ୍ୟର ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ ଏବଂ ସେପରି ଅଯୁକ୍ତ ମନୁଷ୍ୟର ଅନ୍ତଃକରଣରେ ଆସ୍ତିକ ଭାବନା ବି ଆସେ ନାହିଁ। ଆସ୍ତିକ ଭାବନା ନଥିବା ମନୁଷ୍ୟକୁ ଶାନ୍ତି ମିଳେ ନାହିଁ। ଶାନ୍ତି ରହିତ ମନୁଷ୍ୟକୁ ସୁଖ ବା କେଉଁଠୁ ମିଳିବ? ଇନ୍ଦ୍ରିୟାଣାଂ ହି ଚରତାମ୍ ଜନ୍ମନ୍ୟନୁ ବିଧୀୟତେ ତଦସ୍ୟ ହରତି ପ୍ରଜ୍ଞାମ୍ ବାୟୁର୍ନାବମିବାମ୍ଭସି। କାରଣ ବାୟୁ ଯେପରି ଜଳରେ ଚାଲୁଥିବା ନୌକାକୁ ହରଣ କରିନିଏ, ବିଷୟରେ ବିବରଣ କରୁଥିବା ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଯେଉଁ ଇନ୍ଦ୍ରିୟଟି ସହିତ ମନ ରହିଥାଏ ସେହି ଗୋଟିକ ଇନ୍ଦ୍ରିୟ ବି ସେହିପରି ଉକ୍ତ ଅଯୁକ୍ତ ମନୁଷ୍ୟର ବୁଦ୍ଧି ହରଣ କରିନିଏ। ତସ୍ମାତ୍ ଯସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ତେଣୁ ହେ ମହାବାହୁ, ଯେଉଁ ପୁରୁଷଙ୍କ ଇନ୍ଦ୍ରିୟମାନେ ଇନ୍ଦ୍ରିୟମାନଙ୍କର ବିଷୟମାନଙ୍କ ଠାରୁ ସକଳ ପ୍ରକାରେ ନିବୃତ୍ତି ହୋଇଯାଇଥାନ୍ତି ତାହାଙ୍କର ବୁଦ୍ଧି ସ୍ଥିର।
जाने सा सर्वभूतानां तस्यां जागर्ति संयमी जस्यां जागृति भूतानि सा निशा पश्यत मुनेः। ଯେଉଁ ପରମାନନ୍ଦ ପ୍ରାପ୍ତି ସକଳ ପ୍ରାଣୀଙ୍କ ନିମନ୍ତେ ରାତ୍ରି ସମାନ, ସେହି ନିତ୍ୟ ଜ୍ଞାନ ସ୍ୱରୂପ ପରମାନନ୍ଦ ପ୍ରାପ୍ତିରେ ସ୍ଥିତପ୍ରଜ୍ଞ ଯୋଗୀ ଜାଗ୍ରତ ରହନ୍ତି ଏବଂ ଯେଉଁ ନାଶବାନ ସାଂସାରିକ ସୁଖ ଲାଭରେ ସକଳ ପ୍ରାଣୀ ଜାଗ୍ରତ ରହନ୍ତି, ପରମାତ୍ମା ତତ୍ତ୍ୱ ଜାଣିଥିବା ମୁନିଙ୍କ ନିମନ୍ତେ ତାହା ରାତ୍ରି ସମାନ ଅଟେ। ଆपूର୍ଯ୍ୟମାଣମଚଳ ପ୍ରତିଷ୍ଠ ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍ବତ୍ ତଦ୍ଭକ୍ତାମାଜଂ ପ୍ରବିଶନ୍ତି ସର୍ବେ ସଶାନ୍ତିମାତ୍ପୋତି ନ କାମକାମୀ। ବିଭିନ୍ନ ନଦୀର ଜଳ ଯେପରି ସକଳ ଦିଗରୁ ପରିପୂର୍ଣ୍ଣ ଅଚଳ ପ୍ରତିଷ୍ଠାଯୁକ୍ତ ସମୁଦ୍ରକୁ ବିଚଳିତ ନ କରି ତା ଭିତରେ ପ୍ରବେଶ କରେ, ସକଳ ଭୋଗ ସେହିପରି ଯେଉଁ ସ୍ଥିତପ୍ରଜ୍ଞ ପୁରୁଷଙ୍କ ଠାରେ କୌଣସି ପ୍ରକାର ବିକାର ଉତ୍ପନ୍ନ ନ କରି ପ୍ରବେଶ କରନ୍ତି, ସେହି ପୁରୁଷ ପରମ ଶାନ୍ତି ପ୍ରାପ୍ତ ହୁଅନ୍ତି। ଭୋଗ ଚାହୁଁଥିବା ଲୋକ ତାହା ପାଏ ନାହିଁ। ବିହାୟ କାମାଞ୍ଜଃ ସର୍ବାନ୍ ପୁମାଂସରତି ନିଃସ୍ପୃହ ନିର୍ମମୋ ନିରହଙ୍କାରଃ ସଶାନ୍ତିମଧିଗଚ୍ଛତି। ଯେଉଁ ମନୁଷ୍ୟ ସମସ୍ତ କାମନା ତ୍ୟାଗ କରି ମମତ୍ୱ ରହିତ, ଅହଙ୍କାର ରହିତ ଏବଂ ସ୍ପୃହା ରହିତ ହୋଇ ବିଚରଣ କରନ୍ତି, ସେ ହିଁ ଶାନ୍ତି ପ୍ରାପ୍ତ ହୁଅନ୍ତି ଅର୍ଥାତ୍ ଶାନ୍ତି ଲାଭ କରିଥାନ୍ତି। ଏସା ବ୍ରାହ୍ମୀ ସ୍ଥିତି ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ସ୍ଥିତସ୍ୟାମନ୍ତ କାଳେପି ବ୍ରହ୍ମ ନିର୍ବାଣମୃଚ୍ଛତି। ହେ ଅର୍ଜୁନ, ଏହା ହେଉଛି ବ୍ରହ୍ମ ପ୍ରାପ୍ତ ହୋଇଥିବା ପୁରୁଷଙ୍କ ସ୍ଥିତି। ଏହି ସ୍ଥିତି ପ୍ରାପ୍ତ ହୋଇ ଯୋଗୀ କେବେ ହେଲେ ମୋହିତ ହୁଅନ୍ତି ନାହିଁ ଏବଂ ଅନ୍ତ କାଳରେ ମଧ୍ୟ ଏହି ବ୍ରାହ୍ମୀ ସ୍ଥିତିରେ ଅବସ୍ଥିତ ହୋଇ ସେ ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି। ଓମ୍ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷଦସୁ ବ୍ରହ୍ମ ବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ସାଂଖ୍ୟଯୋଗ ନାମ ଦ୍ୱିତୀୟ ଅଧ୍ୟାୟ। ଅଥ ତୃତୀୟ ଅଧ୍ୟାୟ କର୍ମଯୋଗ। ଅର୍ଜୁନ ଉବାଚ ଜ୍ୟାୟସେ ଚେତ୍ କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦନ ତତ୍କିଂ କର୍ମଣି ଘୋରେ ମାମ୍ ନିୟୋଜୟସେ କେଶବ। ଅର୍ଜୁନ କହିଲେ, ହେ ଜନାର୍ଦ୍ଦନ, ଯଦି ଆପଣଙ୍କ ମତରେ କର୍ମ ଅପେକ୍ଷା ଜ୍ଞାନ ଶ୍ରେଷ୍ଠ, ତେବେ ହେ କେଶବ, ମୋତେ କାହିଁକି ଭୟଙ୍କର କର୍ମରେ ଲଗାଉଛନ୍ତି? ବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଧିଂ ମୋହୟସୀବ ମେ ତଦେକଂ ବଦ ନିଶ୍ଚିତ୍ୟ ଯେନ ଶ୍ରେୟଃମାୟୟାମ୍। ଆପଣ ଗୋଳିଆ ମିଶା ପରି ଲାଗୁଥିବା କଥାରେ ମୋର ବୁଦ୍ଧିକୁ ମୋହିତ ପ୍ରାୟ କରିଦେଉଛନ୍ତି। ତେଣୁ ନିଶ୍ଚୟ କରି ଗୋଟିଏ କଥା କୁହନ୍ତୁ, ଯାହାଦ୍ୱାରା କି ମୁଁ କଲ୍ୟାଣ ପ୍ରାପ୍ତ ହେବି। ଶ୍ରୀ ଭଗବାନ ଉବାଚ ଲୋକେସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟା ନଘ ଜ୍ଞାନ ଯୋଗେନ ସାଂଖ୍ୟାନାମ୍ କର୍ମ ଯୋଗେନ ଯୋଗିନାମ୍। ଶ୍ରୀ ଭଗବାନ କହିଲେ, ହେ ନିଷ୍ପାପ, ଏହି ଲୋକରେ ଦୁଇ ପ୍ରକାର ନିଷ୍ଠା ହୁଏ ବୋଲି ମୁଁ ଆଗରୁ କହିସାରିଛି। ତନ୍ମଧ୍ୟରୁ ସାଂଖ୍ୟ ଯୋଗୀମାନଙ୍କର ନିଷ୍ଠା ଜ୍ଞାନ ଯୋଗ ଦ୍ୱାରା ଏବଂ ଯୋଗୀମାନଙ୍କର ନିଷ୍ଠା କର୍ମଯୋଗ ଦ୍ୱାରା ହୋଇଥାଏ। ନ କର୍ମଣା ମନାରମ୍ଭା ନୈଷ୍କର୍ମ୍ୟଂ ପୁରୁଷ ଶ୍ରୁତେ ନ ଚ ସନ୍ନ୍ୟାସନାଦେବ ସିଦ୍ଧିଂ ସମଧିଗଚ୍ଛତି। ମନୁଷ୍ୟ କର୍ମାଚରଣ ନ କରି ନିଷ୍କର୍ମତା ବା ଯୋଗନିଷ୍ଠା ପାଇପାରେ ନାହିଁ କି କେବଳ କର୍ମ ତ୍ୟାଗ କରିଦେଇ ବି ସିଦ୍ଧି ବା ସାଂଖ୍ୟନିଷ୍ଠା ପାଇପାରେ ନାହିଁ। न हि कश्चित् क्षणमपि जातुतिष्ठत्य कर्मकृत् କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ। ଏହା ନିଃସନ୍ଦେହ ଯେ କୌଣସି ମନୁଷ୍ୟ କୌଣସି ସମୟରେ କ୍ଷଣେ ସୁଦ୍ଧା କର୍ମ ନ କରି ରହିପାରେ ନାହିଁ,
କାରଣ ସମସ୍ତ ପ୍ରାଣୀ ପ୍ରକୃତିରୁ ଉତ୍ପନ୍ନ ଗୁଣମାନଙ୍କର ପରବଶ ହୋଇ କର୍ମ କରିବାକୁ ବାଧ୍ୟ ହୁଅନ୍ତି। କର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସା ସ୍ମରନ୍ ଇନ୍ଦ୍ରିୟାର୍ଥାନ୍ ବିମୂଢ଼ାତ୍ମା ମିଥ୍ୟାଚାର ସଉଚ୍ୟତେ। ଯେଉଁ ମୂଢ଼ ବୁଦ୍ଧି ମନୁଷ୍ୟ କର୍ମେନ୍ଦ୍ରିୟମାନଙ୍କୁ ବଳପୂର୍ବକ ଉପରୁ ରୁଦ୍ଧ କରିଦେଇ ମନ ଦ୍ୱାରା ସେହି ଇନ୍ଦ୍ରିୟମାନଙ୍କର ବିଷୟ ଚିନ୍ତନ କରୁଥାଏ, ତାହାକୁ ମିଥ୍ୟାଚାରୀ ଅର୍ଥାତ୍ ଦମ୍ଭୀ ବୋଲି କୁହାଯାଏ। ଯସ୍ତିନ୍ଦ୍ରିୟାଣି ମନସା ନିୟମ୍ୟାରଭତେର୍ଜୁନ କର୍ମେନ୍ଦ୍ରିୟୈ କର୍ମଯୋଗ ମସକ୍ତଃ ସ ବିଶିଷ୍ୟତେ। କିନ୍ତୁ ହେ ଅର୍ଜୁନ, ଯେଉଁ ପୁରୁଷ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବଶ କରି ଅନାସକ୍ତ ହୋଇ ସମସ୍ତ ଇନ୍ଦ୍ରିୟ ଦ୍ୱାରା କର୍ମଯୋଗ ଆଚରଣ କରନ୍ତି, ସେ ଶ୍ରେଷ୍ଠ ଅଟନ୍ତି। ନିୟତଂ କୁରୁ କର୍ମ ତ୍ୱଂ କର୍ମଜ୍ୟାୟ ହ୍ୟକର୍ମଣଃ ଶରୀର ଯାତ୍ରାପି ଚ ତେ ଚ ପ୍ରସିଦ୍ଧ୍ୟୋଦ କର୍ମଣଃ। ତୁମେ ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମ କର, କାରଣ କର୍ମ ନ କରିବା ଠାରୁ କର୍ମ କରିବା ଶ୍ରେଷ୍ଠ ଏବଂ କର୍ମ ନ କଲେ ତୁମର ଶରୀର ନିର୍ବାହ ମଧ୍ୟ ସିଦ୍ଧ ହୋଇପାରିବ ନାହିଁ। ଯଜ୍ଞାର୍ଥାତ୍ କର୍ମଣ ନେତ୍ର ଲୋକୟଂ କର୍ମ ବନ୍ଧନଃ ତଦର୍ଥଂ କର୍ମ କୌନ୍ତେୟ ମୁକ୍ତ ସଂଘ ସମାଚର। ଯଜ୍ଞ ପାଇଁ କରାଯାଉଥିବା କର୍ମ ଛଡ଼ା ଅନ୍ୟ କର୍ମମାନଙ୍କରେ ଲାଗି ରହିବା ଫଳରେ ହିଁ ମନୁଷ୍ୟମାନେ କର୍ମ ବନ୍ଧନରେ ପଡ଼ନ୍ତି। ତେଣୁ ହେ ଅର୍ଜୁନ, ତୁମେ ଆସକ୍ତି ରହିତ ହୋଇ କେବଳ ଯଜ୍ଞ ନିମନ୍ତେ ହିଁ ଭଲ ଭାବରେ କର୍ତ୍ତବ୍ୟ କର୍ମ ଆଚରଣ କର। ସହଯଜ୍ଞ ପ୍ରଜା ସୃଷ୍ଟ୍ୱା ପୁରୋବାଚ ପ୍ରଜାପତି ଅନେନ ପ୍ରସବିଷ୍ୟ ଧୋମେଶ ବସ୍ମିଷ୍ଟ କାମଧୁକ୍। ପ୍ରଜାପତି ବ୍ରହ୍ମା କଳ୍ପର ପ୍ରାରମ୍ଭରେ ଯଜ୍ଞ ସହିତ ପ୍ରଜାମାନଙ୍କୁ ରଚନା କରି ସେମାନଙ୍କୁ କହିଥିଲେ, ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ବୃଦ୍ଧିପ୍ରାପ୍ତ ହୁଅ ଏବଂ ଏହି ଯଜ୍ଞ ତୁମ୍ଭମାନଙ୍କର ବାଞ୍ଛିତ ଭୋଗ ପ୍ରଦାୟକ ହେଉ। ଦେବାନ୍ ଭାବୟତାନେନ ते देवा भावयन्तु च परस्परं भावयन्तः श्रेयः परमवाप्स्यथ। ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ଉନ୍ନତ କର ଏବଂ ସେହି ଦେବତାମାନେ ତୁମର ଉନ୍ନତି କରନ୍ତୁ। ଏହିପରି ନିଃସ୍ୱାର୍ଥ ଭାବରେ ପରସ୍ପରକୁ ଉନ୍ନତ କରିବା ଫଳରେ ତୁମ୍ଭେମାନେ ପରମ କଲ୍ୟାଣ ପ୍ରାପ୍ତ ହୋଇଯିବ। ଇଷ୍ଟାନ୍ ଭୋଗାନ୍ ହି ବେ ଦେବ ଦାସ୍ୟନ୍ତେ ଯଜ୍ଞ ଭାବିତଃ ତଦୈତାନ ପ୍ରଦାୟେଭ୍ୟୋ ଯୋ ଭୁଙ୍କ୍ତେ ସ୍ତେନ ଏବ ସହ। ଯଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ଦେବତାମାନେ ତୁମକୁ ବିନା ପ୍ରାର୍ଥନାରେ ବାଞ୍ଛିତ ଭୋଗ ନିଶ୍ଚୟ ପ୍ରଦାନ କରି ଚାଲିବେ। ସେହି ଦେବତାମାନଙ୍କ ଦ୍ୱାରା ଏହିପରି ପ୍ରଦତ୍ତ ଭୋଗ ପଦାର୍ଥ ଗୁଡ଼ିକୁ ଯେଉଁ ମନୁଷ୍ୟ ସେମାନଙ୍କୁ ଅର୍ପଣ ନ କରି ସ୍ୱୟଂ ଭୋଗ କରେ ସେ ଚୋର ହିଁ ଅଟେ। ଯଜ୍ଞ ଶିଷ୍ଟାସିନ ହସନ୍ତ ମୁଚ୍ୟତେ ସର୍ବକ୍ଳୀ ବିଷେହି ଭୁଞ୍ଜନ୍ତେ te ତୋଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍। ଯଜ୍ଞରୁ ବଳିଥିବା ଅନ୍ନ ଭୋଜନ କରୁଥିବା ଶ୍ରେଷ୍ଠ ପୁରୁଷମାନେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ଏବଂ ଯେଉଁ ପାପୀମାନେ ନିଜର ଶରୀର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି ସେମାନେ ପାପ ହିଁ ଭୋଜନ କରନ୍ତି। ଅନ୍ନା ଭବନ୍ତି ଭୂତାନି ପର୍ଜନ୍ୟାଦ ନ ସମ୍ଭବଃ ଯଜ୍ଞା ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବଃ। କର୍ମ ବ୍ରହ୍ମ ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବଂ ତସ୍ମାତ୍ ସର୍ବଗତଂ ବ୍ରହ୍ମ ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ୍। ସମସ୍ତ ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି। ଅନ୍ନର ଉତ୍ପତ୍ତି ବୃଷ୍ଟିରୁ ହୁଏ, ବୃଷ୍ଟି ଯଜ୍ଞରୁ ଉତ୍ପନ୍ନ ହୁଏ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ ହୁଏ। କର୍ମ ସମୁଦାୟ ବେଦରୁ ଉତ୍ପନ୍ନ ହୁଅନ୍ତି ଏବଂ ବେଦ ଅବିନାଶୀ ପରମାତ୍ମାଙ୍କ ଠାରୁ ଉତ୍ପନ୍ନ ହୋଇଛନ୍ତି ବୋଲି ଜାଣ। ତେଣୁ ସିଦ୍ଧ ହେଲା ଯେ ସର୍ବବ୍ୟାପୀ ପରମ ଅକ୍ଷର ପରମାତ୍ମା ସଦା ସର୍ବଦା ଯଜ୍ଞରେ ପ୍ରତିଷ୍ଠିତ।
एवं प्रवर्तितं चक्रं नानुवर्तयति हज अघायुरिन्द्रियारामो मोघं पार्थ सजीवति। हे पार्थ, ଯେଉଁ ପୁରୁଷ ଇହ ଲୋକରେ ଏହି ପ୍ରକାର ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ସୃଷ୍ଟି ଚକ୍ରର ଅନୁକୂଳ ହୋଇ ଚଳେ ନାହିଁ, ଅର୍ଥାତ୍ ନିଜର କର୍ତ୍ତବ୍ୟ ପାଳନ କରେ ନାହିଁ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଭୋଗରେ ରମଣ କରୁଥିବା ସେହି ପାପୀ ମନୁଷ୍ୟ ବୃଥାରେ ଜୀବନ ଧାରଣ କରେ। ଯସ୍ତାତ୍ମରତିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବଃ ଆତ୍ମନେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ। କିନ୍ତୁ ଯେଉଁ ମନୁଷ୍ୟ ଆତ୍ମାରେ ରମଣ କରୁଥାନ୍ତି ଏବଂ ଆତ୍ମାରେ ତୃପ୍ତ ଓ ଆତ୍ମାରେ ସନ୍ତୁଷ୍ଟ ହୋଇ ରହିଥାନ୍ତି, ତାଙ୍କ ପାଇଁ କୌଣସି ବି କର୍ତ୍ତବ୍ୟ କରିବାକୁ ବାକି ରହିନଥାଏ। ନୈବ ତସ୍ୟ କୃତେନାର୍ଥ ନା କୃତେନେ ହକଶ୍ଚନ न चास्य सर्वभूतेषु कश्चिदर्थ व्यपाश्रयः। ସେହି ମହାପୁରୁଷଙ୍କର ଏହି ବିଶ୍ୱରେ କୌଣସି କର୍ମ କରିବାରେ ପ୍ରୟୋଜନ ରହେ ନାହିଁ କିମ୍ବା କର୍ମ ନ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ ତଥା କୌଣସି ପ୍ରାଣୀ ସହିତ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ। ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର ଅସକ୍ତୋ ହ୍ୟାଚରନ୍ କର୍ମ ପରମାତ୍ମତେ ପୁରୁଷଃ। ତେଣୁ ନିରନ୍ତର ଆସକ୍ତି ରହିତ ହୋଇ ନିଷ୍ଠାର ସହିତ କର୍ତ୍ତବ୍ୟ କର୍ମ କର, କାରଣ ଆସକ୍ତି ରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାଙ୍କୁ ପାଇଯାଆନ୍ତି। କର୍ମଣୈବ ହି ସଂସିଦ୍ଧି ମାସ୍ଥିତା ଜନକାଦୟଃ ଲୋକସଂଗ୍ରହମେବାପି ସମ୍ପଶ୍ୟନ୍ କର୍ତ୍ତୁମର୍ହସି। ଜନକାଦି ଜ୍ଞାନୀମାନେ ମଧ୍ୟ ଆସକ୍ତି ରହିତ କର୍ମ ଦ୍ୱାରା ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ। ତେଣୁ ଲୋକ କଲ୍ୟାଣ ଦୃଷ୍ଟିରୁ ତୁମେ କର୍ମ କରିବା ହିଁ ଉଚିତ। ଯଦ୍ ଯଦାଚରତେ ଶ୍ରେଷ୍ଠ ତତ୍ତଦେବେତର ଜନଃ ଯସତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ। ଶ୍ରେଷ୍ଠ ମନୁଷ୍ୟ ଯେଉଁ ଯେଉଁ ଆଚରଣ କରନ୍ତି ଅନ୍ୟ ମନୁଷ୍ୟମାନେ ମଧ୍ୟ ସେହି ଆଚରଣ କରନ୍ତି ଏବଂ ସେ ଯାହା କିଛି ପ୍ରମାଣ କରିଦିଅନ୍ତି ଲୋକେ ତାହା ଅନୁସରଣ କରନ୍ତି। ନ ମେ ପାର୍ଥାସ୍ତି କର୍ତ୍ତବ୍ୟଂ ତ୍ରିଷୁ ଲୋକେଷୁ କିଞ୍ଚନ ନାନବାପ୍ତମବାପ୍ତବ୍ୟଂ ବର୍ତ୍ତ ଏବ ଚ କର୍ମଣି। ହେ ଅର୍ଜୁନ, ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ କି କୌଣସି ପ୍ରାପ୍ତି ଯୋଗ୍ୟ ବସ୍ତୁ ମୋତେ ଅପ୍ରାପ୍ତ ନୁହେଁ, ତଥାପି ମୁଁ କର୍ମରେ ହିଁ ଲାଗି ରହିଛି। ଯଦି ହ୍ୟହଂ ନ ବର୍ତ୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତ ମମ ବର୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ। କାରଣ ହେ ପାର୍ଥ, ଯଦି ମୁଁ କଦାଚିତ୍ ସାବଧାନ ହୋଇ କର୍ମରେ ଲାଗି ନ ରହିବି ତେବେ ବଡ଼ କ୍ଷତି ହୋଇଯିବ। କାରଣ ମନୁଷ୍ୟମାନେ ସବୁ ଦିଗରୁ ମୋତେ ଅର୍ଥାତ୍ ମୋରି ମାର୍ଗ ଅନୁସରଣ କରନ୍ତି। ଉଚ୍ଛିଦେୟୁରିମେ ଲୋକା ନ କୁର୍ଯାଂ କର୍ମ ଚେଦହଂ ଶଙ୍କରସ୍ୟ ଚ କର୍ତ୍ତା ଶ୍ୟାମୋପହନ୍ୟାମି ମହାପ୍ରଜା। ତେଣୁ ଯଦି ମୁଁ କର୍ମ ନ କରିବି ତେବେ ସମସ୍ତ ମନୁଷ୍ୟ ନଷ୍ଟଭ୍ରଷ୍ଟ ହୋଇଯିବେ ଏବଂ ମୁଁ ଶଙ୍କରତାର କର୍ତ୍ତା ହୋଇଯିବି ତଥା ଏହି ସମସ୍ତ ପ୍ରଜାଙ୍କୁ ନଷ୍ଟ କରିବାର କାରଣ ହୋଇଯିବି। ସପ୍ତାହ କର୍ମଣ୍ୟ ବିଦ୍ୱାଂସ ଯଥା କୁର୍ବନ୍ତି ଭାରତ କୁର୍ଯାଦ୍ ବିଦ୍ୱାଂସ ତଥା ସକ୍ତ ଚିକୀର୍ଷୁର୍ ଲୋକ ସଂଗ୍ରାମ। ହେ ଭାରତ, କର୍ମରେ ଆସକ୍ତ ହୋଇଥିବା ଅଜ୍ଞାନ ଲୋକେ ଯେଉଁ ପ୍ରକାରେ କର୍ମ କରନ୍ତି, ଆସକ୍ତି ରହିତ ବିଦ୍ୱାନ ମଧ୍ୟ ଲୋକ ସଂଗ୍ରହ କରିବାକୁ ଇଚ୍ଛୁକ ହୋଇ ସେହି ପ୍ରକାରେ କର୍ମ କରିବା ଉଚିତ। ନ ବୁଦ୍ଧି ବେଦଂ ଜନୟେଦ୍ ଅଜ୍ଞାନଂ କର୍ମ ସଙ୍ଗିନଂ ଯୋଷୟେତ୍ ସର୍ବକର୍ମାଣि ବିଦ୍ୱାନ୍ ଯୁକ୍ତଃ ସମାଚରନ୍। ପରମାତ୍ମାଙ୍କ ସ୍ୱରୂପରେ ଅଟଳ ଭାବରେ ସ୍ଥିତ ହୋଇଥିବା ଜ୍ଞାନୀ ପୁରୁଷ
ଆସକ୍ତିଯୁକ୍ତ ହୋଇ ଶାସ୍ତ୍ର ବିହିତ କର୍ମ କରୁଥିବା ଅଜ୍ଞାନମାନଙ୍କ ବୁଦ୍ଧିରେ ଭ୍ରମ ଅର୍ଥାତ୍ କର୍ମ ପ୍ରତି ଅଶ୍ରଦ୍ଧା ଉତ୍ପନ୍ନ କରାଇବା ଉଚିତ ନୁହେଁ। ବରଂ ନିଜେ ସମସ୍ତ ଶାସ୍ତ୍ର ବିହିତ କର୍ମ ଭଲ ଭାବରେ ଆଚରଣ କରି ସେମାନଙ୍କ ଦ୍ୱାରା ମଧ୍ୟ ସେହିପରି ଆଚରଣ କରାଇବା ଉଚିତ। ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ଅହଙ୍କାର ବିମୂଢ଼ାତ୍ମା କର୍ତ୍ତାହମେତି ମନ୍ୟତେ। ବସ୍ତୁତଃ ସମସ୍ତ କର୍ମ ସବୁ ପ୍ରକାରେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଉଥାଏ। ତଥାପି ଯାହାର ଅନ୍ତଃକରଣ ଅହଙ୍କାରରେ ମୋହିତ ହୋଇ ରହିଥାଏ ସେହି ଅଜ୍ଞାନ ମୁଁ ହିଁ କର୍ତ୍ତା ବୋଲି ମନେ କରେ। ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମ ବିଭାଗୟଃ ଗୁଣାଗୁଣେଷୁ ବର୍ତ୍ତନ୍ତ ଇତି ମତ୍ୱା ନ ସଜ୍ଜତେ। କିନ୍ତୁ ହେ ମହାବାହୁ, ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିଥିବା ଜ୍ଞାନଯୋଗୀ ଗୁଣମାନେ ହିଁ ଗୁଣମାନଙ୍କରେ ପ୍ରବର୍ତ୍ତିତ ହୁଅନ୍ତି ବୋଲି ବୁଝି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ପ୍ରକୃତିର ଗୁଣ ସମ୍ମୂଢ଼ା ସଜ୍ଜନ୍ତେ ଗୁଣକର୍ମସୁ ତାନ କୃଷ୍ଣ ବିଦମନ୍ଦାନ୍ କୃଷ୍ଣ ଭିନ୍ନ ବିଚାଳୟେତ୍। ପ୍ରକୃତିର ଗୁଣରେ ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ ଆସକ୍ତ ରହନ୍ତି। ପୂର୍ଣ୍ଣ ଭାବରେ ବୁଝି ନଥିବା ସେହି ମନ୍ଦବୁଦ୍ଧି ଅଜ୍ଞାନମାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ ନୁହେଁ। ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟାତ୍ମଚେତସା ନିରାଶ୍ରି ନିର୍ମମ ଭୂତ୍ୱା ଯୁଧ୍ୟସ୍ୱ ବିଗଜ୍ଜରଃ। ଅନ୍ତର୍ଯାମୀ ପରମାତ୍ମାଙ୍କ ଠାରେ ଲାଗି ରହିଥିବା ଚିତ୍ତରେ ସମସ୍ତ କର୍ମ ମୋ ଠାରେ ଅର୍ପଣ କରିଦେଇ ଆଶା ରହିତ, ମମତା ରହିତ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କର। ଯେ ମେ ମତମିଦଂ ନିତ୍ୟ ମନୁତିଷ୍ଠନ୍ତି ମାନବାଃ ଶ୍ରଦ୍ଧାବନ୍ତୋ ନ ଶୂୟନ୍ତୋ ମୁଚ୍ୟନ୍ତେ ତେପି କର୍ମଭିଃ। ଯେଉଁ ମନୁଷ୍ୟମାନେ ଦୋଷ ଦୃଷ୍ଟିରୁ ରହିତ ହୋଇ ଏବଂ ଶ୍ରଦ୍ଧାଯୁକ୍ତ ହୋଇ ସଦାସର୍ବଦା ମୋର ଏହି ମତ ଅନୁସରଣ କରନ୍ତି ସେମାନେ ମଧ୍ୟ ସମସ୍ତ କର୍ମରୁ ମୁକ୍ତ ହୋଇଯାଆନ୍ତି। ଯେ ତ୍ୱେତ ଦଭ୍ୟ ଶୂୟନ୍ତ ନାନୁତିଷ୍ଠନ୍ତି ମେ ମତଂ ସର୍ବଜ୍ଞାନ ବିମୂଢ଼ାସ୍ତାନ୍ ବିଦ୍ଧି ନଷ୍ଟାନ ଚେତସଃ। କିନ୍ତୁ ଯେଉଁ ମନୁଷ୍ୟମାନେ ମୋ ଠାରେ ଦୋଷାରୋପଣ କରି ମୋର ଏହି ମତ ଅନୁସାରେ ଚଳନ୍ତି ନାହିଁ ସେହି ମୂର୍ଖମାନଙ୍କୁ ତୁମେ ସମସ୍ତ ଜ୍ଞାନରେ ମୂଢ଼ ବୋଲି ଓ ନଷ୍ଟ ହୋଇଯାଇଛନ୍ତି ବୋଲି ହିଁ ଜାଣ। ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତିର୍ଜ୍ଞାନବାନପି ପ୍ରକୃତିଂ ଜାନି ଭୂତାନି ନିଗ୍ରହଂ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ପ୍ରକୃତିକୁ ପ୍ରାପ୍ତ ହୁଅନ୍ତି ଅର୍ଥାତ୍ ନିଜ ସ୍ୱଭାବର ପରବଶ ହୋଇ କର୍ମ କରନ୍ତି। ଜ୍ଞାନବାନ ବ୍ୟକ୍ତି ମଧ୍ୟ ନିଜ ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି। ତେଣୁ ଏଥିରେ କାହାର ଜିଦ୍ ବା କ'ଣ କରିବ? ଇନ୍ଦ୍ରିୟ ସେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ତୟୋର୍ନ ବଶମାଗଚ୍ଛେତ୍ତୌ ହ୍ୟସ୍ୟ ପରିପଚ୍ଛିନୌ। ଇନ୍ଦ୍ରିୟ ଇନ୍ଦ୍ରିୟର ଅର୍ଥରେ ଅର୍ଥାତ୍ ପ୍ରତ୍ୟେକ ଇନ୍ଦ୍ରିୟର ବିଷୟରେ ରାଗ ଓ ଦ୍ୱେଷ ଲୁଚି ରହିଛି। ମନୁଷ୍ୟ ସେହି ଦୁଇଟିର ବଶବର୍ତ୍ତୀ ହେବା ଉଚିତ ନୁହେଁ, କାରଣ ସେ ଦୁଇଟି ହେଉଛନ୍ତି ତାର କଲ୍ୟାଣ ମାର୍ଗରେ ବିଘ୍ନ ସୃଷ୍ଟିକାରୀ ବିରାଟ ଶତ୍ରୁ। ଶ୍ରେୟାନ୍ ସ୍ୱଧର୍ମ ବିଗୁଣଃ ପରଧର୍ମାତ୍ ସୁନୁଷ୍ଠିତାତ୍ ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମ ଭୟାବହ। ଉତ୍ତମ ଆଚରଣ ସହିତ ପାଳିତ ହେଉଥିବା ଅନ୍ୟର ଧର୍ମଠାରୁ ଗୁଣ ରହିତ ହେଲେ ମଧ୍ୟ ସ୍ୱଧର୍ମ ଅଧିକ ମଙ୍ଗଳକର। ନିଜ ଧର୍ମରେ ମରିବା ମଧ୍ୟ କଲ୍ୟାଣକର, କିନ୍ତୁ ଅନ୍ୟର ଧର୍ମ ଭୟାବହ। ଅର୍ଜୁନ ଉବାଚ ଅଥ କେନ ପ୍ରଯୁକ୍ତୋऽୟଂ ପାପଂ ଚରତି ପୁରୁଷ ଅନିଚ୍ଛନ୍ନ ପିବାର୍ଷ୍ଣେୟ ବଳାଦେବ ନିୟୋଜିତଃ। ଅର୍ଜୁନ କହିଲେ, ହେ କୃଷ୍ଣ, ପୁଣି ଏହି ମନୁଷ୍ୟ ସ୍ୱୟଂ ଇଚ୍ଛା ନ କଲେ ମଧ୍ୟ ବଳପୂର୍ବକ
ଲଗାଇବା ପରି କାହା ଦ୍ୱାରା ପ୍ରେରିତ ହୋଇ ପାପ ଆଚରଣ କରେ। ଶ୍ରୀ ଭଗବାନ ଉବାଚ କାମ ଏଷ କ୍ରୋଧ ଏଷ ରଜଗୁଣ ସମୁଦ୍ଭବ ମହାସନ ମହାପାପ୍ନା ବିଧ୍ୟନମିହ ବୈରିଣମ୍। ଶ୍ରୀ ଭଗବାନ କହିଲେ ରଜଗୁଣରୁ ଉତ୍ପନ୍ନ ଏହି କାମ ହିଁ କ୍ରୋଧ ଅଟେ। ଯେତେ ଭୋଗ କଲେ ବି ଏହି କାମ ତୃପ୍ତ ହୁଏ ନାହିଁ। ଏ ବଡ଼ ପାପୀ। ଏ ବିଷୟରେ ଏହି କାମକୁ ହିଁ ତୁମେ ଶତ୍ରୁ ବୋଲି ଜାଣ। ଧୂମ୍ରେଣ ପ୍ରିୟତେ ବହ୍ନିର୍ଯଥାଦର୍ଶ ମଳେନ ଚ ଯଥୋଳ୍ବେନାବୃତ ଗର୍ଭସ୍ତଥା ତେନେଦମାବୃତମ୍। ଅଗ୍ନି ଯେପରି ଧୂଆଁରେ ଆବୃତ ହୋଇଥାଏ, ଦର୍ପଣ ଯେପରି ଧୂଳି ଦ୍ୱାରା ଆବୃତ ହୋଇଥାଏ, ତଥା ଗର୍ଭ ଯେପରି ଜରାୟୁ ଦ୍ୱାରା ଆବୃତ ହୋଇ ରହିଥାଏ, ଏହି ଜ୍ଞାନ ସେହିପରି କାମ ଦ୍ୱାରା ଆବୃତ ହୋଇ ରହିଥାଏ। ଆବୃତଂ ଜ୍ଞାନମୟତେନ ଜ୍ଞାନେନ ନିତ୍ୟବୈରିଣେ କାମରୂପେଣ କୌନ୍ତେୟ ଦୁଷ୍ଫୁରେଣାନଳେନ ଚ। ଏବଂ ହେ ଅର୍ଜୁନ, ଜ୍ଞାନୀମାନଙ୍କର ନିତ୍ୟ ଶତ୍ରୁ ତଥା ଅଗ୍ନି ପରି କେବେ ତୃପ୍ତ ହେଉନଥିବା ଏହି କାମ ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇ ରହିଛି। ଇନ୍ଦ୍ରିୟାଣି ମନ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ଏତୈର୍ବିମୋହୟତୋଷ ଜ୍ଞାନମାବୃତ୍ୟ ଦେହିନମ୍। ଇନ୍ଦ୍ରିୟଗଣ, ମନ ଓ ବୁଦ୍ଧି ଏମାନଙ୍କୁ କାମର ବାସସ୍ଥାନ ବୋଲି କୁହାଯାଏ। ଏହି କାମ ଏମାନଙ୍କ ଦ୍ୱାରା ଅର୍ଥାତ୍ ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ବିମୋହିତ କରେ। ତସ୍ମାତ୍ ତ୍ୱମିନ୍ଦ୍ରିୟାଣି ଦ୍ୟୌ ନିୟମ୍ୟ ଭରତର୍ଷଭ ପାପ୍ନାନଂ ପ୍ରଜହିହ୍ୟନଂ ଜ୍ଞାନ ବିଜ୍ଞାନ ନାଶନମ୍। ତେଣୁ ହେ ଅର୍ଜୁନ, ତୁମେ ପ୍ରଥମେ ଇନ୍ଦ୍ରିୟମାନଙ୍କୁ ବଶ କରି ଜ୍ଞାନ ଓ ବିଜ୍ଞାନକୁ ନାଶ କରୁଥିବା ଏହି ମହାପାପୀ କାମକୁ ହିଁ ସାହସର ସହିତ ମାରିଦିଅ। ଇନ୍ଦ୍ରିୟାଣି ପରାଣ୍ୟହୁରିନ୍ଦ୍ରିୟେଭ୍ୟଂ ପରଂ ମନଃ ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ। ଇନ୍ଦ୍ରିୟମାନଙ୍କୁ ସ୍ଥୂଳ ଶରୀର ଠାରୁ ଶ୍ରେଷ୍ଠ, ବଳବାନ ଓ ସୂକ୍ଷ୍ମ ବୋଲି କହନ୍ତି। ଇନ୍ଦ୍ରିୟମାନଙ୍କ ଠାରୁ ମନ ଶ୍ରେଷ୍ଠ, ମନ ଠାରୁ ବୁଦ୍ଧି ଶ୍ରେଷ୍ଠ ଓ ଯାହା ବୁଦ୍ଧିଠାରୁ ମଧ୍ୟ ଅତ୍ୟନ୍ତ ପର ଅର୍ଥାତ୍ ଶ୍ରେଷ୍ଠ, ତାହା ହେଉଛି ଆତ୍ମା। ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା ଜହି ଶତ୍ରୁ ମହାବାହୋ କାମରୂପଂ ଦୁରାସଦମ୍। ଏପରି ଭାବରେ ଆତ୍ମାକୁ ବୁଦ୍ଧିଠାରୁ ପର ଅର୍ଥାତ୍ ସୂକ୍ଷ୍ମ, ବଳବାନ ଓ ଅତ୍ୟନ୍ତ ଶ୍ରେଷ୍ଠ ବୋଲି ଜାଣି ଏବଂ ବୁଦ୍ଧି ଦ୍ୱାରା ମନକୁ ବଶ କରି ହେ ମହାବାହୁ, ତୁମେ ଏହି କାମରୂପୀ ଦୁର୍ଜୟ ଶତ୍ରୁକୁ ମାରିଦିଅ। ଓମ୍ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ କର୍ମଯୋଗ ନାମ ତୃତୀୟ ଅଧ୍ୟାୟ।